ଶ୍ରୀମଦ୍ ଭାଗବତମ୍ର 10ମ ଅଧ୍ୟାୟରୁ ପଢ଼ିବା। ଥରେ ଯେତେବେଳେ ପ୍ରଭୁ କୃଷ୍ଣ ଏବଂ ବଳରାମ ଦ୍ୱାରକାଠାରେ ଶାନ୍ତିପୂର୍ଣ୍ଣ ଭାବରେ ବାସ କରୁଥିଲେ, ପୂର୍ଣ୍ଣ ସୂର୍ଯ୍ୟଗ୍ରହଣର ଏକ ବିରଳ ଘଟଣା ଥିଲା, ଯାହା ବ୍ରହ୍ମାଙ୍କ ଦିନ କିମ୍ବା ପ୍ରତ୍ୟେକ କଳ୍ପର ଶେଷରେ ଘଟେ। ଜ୍ୟୋତିର୍ବିଜ୍ଞାନ ଗଣନା ଦ୍ୱାରା ଲୋକଙ୍କୁ ଏହି ଗ୍ରହଣ ବିଷୟରେ ଅବଗତ କରାଯାଇଥିଲା। ସେଥିପାଇଁ ଉଭୟ ପୁରୁଷ ଏବଂ ମହିଳା ସମନ୍ତ ପଞ୍ଚକ ନାମରେ ପରିଚିତ କୁରୁକ୍ଷେତ୍ରଠାରେ ଏକାଠି ହେବାକୁ ନିଷ୍ପତ୍ତି ନେଲେ। ସମନ୍ତ ପଞ୍ଚକ ତୀର୍ଥ ପ୍ରଭୁ ପରଶୁରାମ ହେତୁ ପାଳନ କରାଯାଏ, କାରଣ 21 ଥର ଦୁନିଆର ସମସ୍ତ କ୍ଷତ୍ରିୟଙ୍କୁ ହତ୍ୟା କରିବା ପରେ ସେ ବହୁ ବଳିଦାନ କରିଥିଲେ। ସମସ୍ତ କ୍ଷତ୍ରିୟଙ୍କୁ ହତ୍ୟା କଲାପରେ ସଂଗୃହୀତ ରକ୍ତ ସ୍ରୋତ ପରି ପ୍ରବାହିତ ହେଉଥିଲା। ତେଣୁ ପ୍ରଭୁ ପରଶୁରାମ 5ଟି ବଡ଼ ହ୍ରଦ ଖୋଳିଲେ ଏବଂ ସେଥିରେ ସମସ୍ତ ରକ୍ତ ଭରିଦେଲେ। ଯଦିଓ ସେ ବିଷ୍ଣୁ ତତ୍ତ୍ୱ ଅଟନ୍ତି, ତଥାପି ସେ ବଳିଦାନ କରନ୍ତି, ଯାହା ତାଙ୍କର ତଥାକଥିତ କ୍ଷତ୍ରିୟଙ୍କୁ ହତ୍ୟା କରିବା ପାଇଁ ପ୍ରାୟଶ୍ଚିତ ପାଇଁ ଏକ ଉଦାହରଣ ଅଟେ, ଏବଂ ସେ ଧର୍ମ ପ୍ରତିଷ୍ଠା କରନ୍ତି। ତେଣୁ ସୂର୍ଯ୍ୟଗ୍ରହଣର ସୁଯୋଗ ନେଇ ଭାରତବର୍ଷର ବିଭିନ୍ନ ପ୍ରାନ୍ତର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଏହି ପବିତ୍ର ତୀର୍ଥସ୍ଥାନ ପରିଦର୍ଶନ କଲେ। ଏହା 5000 ବର୍ଷ ପୂର୍ବେ ଘଟିଛି। ଆମେ ଦେଖିଛୁ କିପରି 5000 ବର୍ଷ ପୂର୍ବେ ଏକ ସୂର୍ଯ୍ୟଗ୍ରହଣ ହେଲେ ସେମାନେ ସମସ୍ତେ ଏକ ତୀର୍ଥସ୍ଥାନରେ ଏକତ୍ରିତ ହୋଇ କିଛି ଦାନ କରିଥାନ୍ତି। ସେମାନେ କ'ଣ କରନ୍ତି? ସମସ୍ତ ଯଦୁ ରାଜବଂଶ ପ୍ରଭୁ ପରଶୁରାମ ଦ୍ୱାରା ସୃଷ୍ଟି ହୋଇଥିବା ହ୍ରଦରେ ସ୍ନାନ କଲେ। ତାପରେ ସେମାନେ ବ୍ରାହ୍ମଣଙ୍କୁ ଘିଅ ଲହୁଣୀରେ ପ୍ରସ୍ତୁତ ଉତ୍ତମ ମାନର ରନ୍ଧା ଖାଦ୍ୟ ପ୍ରଦାନ କଲେ। ତେଣୁ ଏହାପରେ ଆନୁଷ୍ଠାନିକ କାର୍ଯ୍ୟ ସମାପ୍ତ ହେଲା। ସେମାନେ ଅତି ସାଧାରଣ ମଣିଷ ପରି, କର୍ମୀ ପରି ଅଭିନୟ କରୁଥିଲେ। କୌଣସି ରୀତିନୀତି ଅନୁଯାୟୀ କାର୍ଯ୍ୟ କଲେ। ସାଧାରଣତଃ ତାହା ଧର୍ମ ଅର୍ଥ କାମ ମୋକ୍ଷ ପାଇଁ ଉଦ୍ଦିଷ୍ଟ। ଆମେ ଧର୍ମ କିଛି ଆଧ୍ୟାତ୍ମିକ କାର୍ଯ୍ୟକଳାପ କିମ୍ବା ଧାର୍ମିକ କାର୍ଯ୍ୟକଳାପ କେବଳ କିଛି ଉପଭୋଗ କରିବା ପାଇଁ କରିଥାଉ। ଧର୍ମ ଅର୍ଥ ହେଉଛି ଟଙ୍କା। ଆମକୁ କିଛି ଅର୍ଥ ଦରକାର। ଧର୍ମ ଅର୍ଥ କାମ ପାଇଁ, ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ, ଏବଂ ହତାଶ ହେଲେ ଆମେ ମୋକ୍ଷ ଚାହୁଁ। ତେଣୁ ଏହା ସାଧାରଣ ପ୍ରକ୍ରିୟା ଅଟେ। ତେଣୁ ଏହା ନୁହେଁ ଯେ ଯଦୁ ରାଜବଂଶ କେବଳ ଧର୍ମ ଅର୍ଥ କାମ ମୋକ୍ଷ ପାଇଁ ଆସିଛନ୍ତି, ଯଦିଓ ସେମାନେ ସେପରି ଦେଖାଯାଉଥିଲେ, କିନ୍ତୁ ସେମାନଙ୍କ ଚିନ୍ତାଧାରା କୃଷ୍ଣଙ୍କ ପ୍ରତି ଭକ୍ତି ଥିଲା। ସେମାନଙ୍କର ଆଦର୍ଶ ଉପାସକ ପ୍ରଭୁ କୃଷ୍ଣ ଅଟନ୍ତି, ଅନ୍ୟ କେହି ନୁହେଁ। ତେଣୁ ସାଧାରଣତଃ ଏହା ହେଉଛି ଭକ୍ତ ଏବଂ ଅଣଭକ୍ତଙ୍କ ମଧ୍ୟରେ ପାର୍ଥକ୍ୟ। ଜଣେ ଭକ୍ତ କେବଳ ବିଷ୍ଣୁଙ୍କ ସନ୍ତୁଷ୍ଟତା ପାଇଁ କାର୍ଯ୍ୟକଳାପ କରନ୍ତି। ଚୈତନ୍ୟ ଚରିତାମୃତରେ ଉଲ୍ଲେଖ ହୋଇଛି ଯେ ଭକ୍ତମାନେ କୌଣସି ଆଧ୍ୟାତ୍ମିକ ବା ଧାର୍ମିକ କାର୍ଯ୍ୟକଳାପ କଲେ ସେମାନେ ଏହାକୁ ବିଷ୍ଣୁଙ୍କ ସହ ଯୋଡ଼ିଥାନ୍ତି, କେବଳ ନିଜସ୍ୱ ପୁଣ୍ୟ ପାଇଁ ନୁହେଁ। ଚୈତନ୍ୟ ଚରିତାମୃତ ଆଦି ଲୀଳାରେ ଉଲ୍ଲେଖ କରାଯାଇଛି ଯେ ଗଙ୍ଗା, ଯମୁନା କିମ୍ବା କୌଣସି ତୀର୍ଥ ସ୍ଥାନରେ ଜଣେ ବ୍ୟକ୍ତି ସୂର୍ଯ୍ୟଗ୍ରହଣ ସମୟରେ, ଏପରିକି ଲକ୍ଷ ଲକ୍ଷ ବର୍ଷ ଧରି 10 ନିୟୁତ ଗାଈ ଦାନ କଲେ କିମ୍ବା ବ୍ରାହ୍ମଣମାନଙ୍କୁ ଦାନରେ ସୁନା ପର୍ବତ ଦେଲେ, ସେ ପ୍ରଭୁଙ୍କର ପବିତ୍ର ନାମ କିମ୍ବା ହରେ କୃଷ୍ଣ ଜପ କରିବା ଦ୍ୱାରା ପ୍ରାପ୍ତ ଯୋଗ୍ୟତାର 100ରୁ 1 ଭାଗ ମଧ୍ୟ ପ୍ରାପ୍ତ କରନ୍ତି ନାହିଁ। ଅର୍ଥାତ୍ ହରେକୃଷ୍ଣ ଜପ କରିବାକୁ ଏକ ପ୍ରକାର ଧାର୍ମିକ କାର୍ଯ୍ୟ ଭାବରେ ଗ୍ରହଣ କରିବା ହେଉଛି ସମ୍ପୂର୍ଣ୍ଣ ଭ୍ରମିତ ହେବା। ଅବଶ୍ୟ ଏହା ଧର୍ମପରାୟଣ, କିନ୍ତୁ ପ୍ରକୃତ ତଥ୍ୟ ହେଉଛି କୃଷ୍ଣ ଏବଂ ତାଙ୍କ ନାମ ଉଚ୍ଚତମ ହୋଇଥିବାରୁ ତାହା ସମସ୍ତ ସାଧାରଣ ଧାର୍ମିକ କାର୍ଯ୍ୟଠାରୁ ବହୁ ଊର୍ଦ୍ଧ୍ୱରେ, କାରଣ ଧାର୍ମିକ କାର୍ଯ୍ୟ ବସ୍ତୁ ସ୍ତରରେ ଥାଏ। ସେଥିପାଇଁ ମୁଁ କହିଲି ଧର୍ମ ଅର୍ଥ କାମ ମୋକ୍ଷ ବସ୍ତୁ ସ୍ତରରେ ଅଛି, କିନ୍ତୁ ପ୍ରଭୁଙ୍କ ନାମ ଜପ କରିବା ଆଧ୍ୟାତ୍ମିକ ସ୍ତରରେ ଥାଏ, ବସ୍ତୁ ସ୍ତରରେ ନୁହେଁ। ତେଣୁ ଜ୍ୟୋତିର୍ବେଦ ଅନୁଯାୟୀ ଆମେ ସୂର୍ଯ୍ୟଗ୍ରହଣ ଏବଂ ରୀତିନୀତି ଅନୁସରଣ କରୁ, କିନ୍ତୁ ଆମେ ଭାବିବା ଉଚିତ ନୁହେଁ ଯେ ଭକ୍ତମାନେ ରୀତିନୀତି କଲେ
ଆମେ ସୂର୍ଯ୍ୟଗ୍ରହଣକୁ ଭୟ କରୁ, କେବଳ ସେଥିପାଇଁ ଆମେ କରୁଛୁ ନା। ଭକ୍ତମାନେ ପ୍ରଭୁଙ୍କୁ ସ୍ମରଣ କରିବା ପାଇଁ ସବୁ ସୁଯୋଗ ଖୋଜୁଥାନ୍ତି। ତେଣୁ ଜ୍ୟୋତିର୍ବେଦ ଅନୁଯାୟୀ ରାହୁ ଗ୍ରହ ଚନ୍ଦ୍ର କିମ୍ବା ସୂର୍ଯ୍ୟଙ୍କ ସାମ୍ନାକୁ ଆସିଲେ ଯେକୌଣସି ଗ୍ରହଣ ଘଟିଥାଏ। ତେଣୁ ଗଙ୍ଗା କିମ୍ବା ସମୁଦ୍ରରେ ସ୍ନାନ କରିବା ବୈଦିକ ଶାସ୍ତ୍ର ଅନୁସରଣକାରୀଙ୍କ ପାଇଁ ଏକ ପ୍ରଥା ଅଟେ ଏବଂ ସେମାନେ ସମସ୍ତେ ଦିନ ତମାମ ପ୍ରଭୁଙ୍କ ନାମ ଜପ କରନ୍ତି। ଯେପରି ସୂର୍ଯ୍ୟଗ୍ରହଣ ଦିନ ଭକ୍ତମାନେ ମଧ୍ୟ ବସି ଆମେ ସମସ୍ତେ ସୂର୍ଯ୍ୟଗ୍ରହଣ ସମୟରେ କୀର୍ତ୍ତନ କିମ୍ବା ଜପ କରିଥାଉ। ଏହାପରେ ଆମେ ସ୍ନାନ କରୁ ଏବଂ ତାପରେ ପ୍ରସାଦ ଗ୍ରହଣ କରୁ। ତେଣୁ ଆମେ ଶ୍ରୀମଦ୍ ଭାଗବତମରୁ କିଛି ପଢ଼ିବା ରାହୁ ଗ୍ରହ କ'ଣ ବୋଲି। ତେଣୁ ଭାଗବତମର 5ମ ଅଧ୍ୟାୟରେ ଶୁକଦେବ ଗୋସ୍ୱାମୀ ମହାରାଜା ପରୀକ୍ଷିତଙ୍କ ସହ କଥା ହୋଇ କହୁଛନ୍ତି, ମୋର ପ୍ରିୟ ରାଜା, ପୁରାଣର କିଛି ଐତିହାସିକ ବକ୍ତା କହୁଛନ୍ତି ଯେ 10,000 ଯୋଜନା ଅର୍ଥାତ୍ ସୂର୍ଯ୍ୟଗ୍ରହଠାରୁ ପ୍ରାୟ 80,000 ମାଇଲ ତଳେ ରାହୁ ନାମକ ଏକ ଗ୍ରହ ଅଛି, ଯାହା ଏକ ତାରା ପରି ଗତି କରୁଛି। ବ୍ରହ୍ମାଜୀ ଏହି ଆଶୀର୍ବାଦ ଦେଇଥିଲେ କାରଣ ସେ ଅମୃତ ପାନ କରିଥିଲା, ଅନ୍ୟଥା ସେ ଜଣେ ରାକ୍ଷସ ଅଟନ୍ତି, ସେତିକି ଯୋଗ୍ୟ ନୁହନ୍ତି। ସେହି ଗ୍ରହର ପୂର୍ବ ଦେବତା ଯିଏ ସିମନିକାଙ୍କ ପୁତ୍ର ଏବଂ ସମସ୍ତ ଅସୁରଙ୍କ ମଧ୍ୟରୁ ସବୁଠାରୁ ଘୃଣ୍ୟ ଅଟନ୍ତି। ଯଦିଓ ସେ ଏକ ଦେବତା ପଦ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟ ଅଟନ୍ତି, ସେ ସର୍ବୋପରି ପ୍ରଭୁଙ୍କ କୃପାରୁ ସେହି ପଦ ହାସଲ କରିଛନ୍ତି। ସୂର୍ଯ୍ୟ ଯାହା ଉତ୍ତାପର ଉତ୍ସ ଅଟେ, ଯାହା 10,000 ଯୋଜନା ପାଇଁ ବିସ୍ତାର ହୋଇଛି, ଏହା 80,000 ମାଇଲ। ଆମେ ଦେଖୁ ବୈଦିକ କସ୍ମୋଲୋଜିରେ ପ୍ରତ୍ୟେକ ଜିନିଷର ବର୍ଣ୍ଣନା ଦିଆଯାଏ। ଏହା କୌଣସି ପ୍ରକାରର କଳ୍ପନା ନୁହେଁ ଯେ ଏହିପରି ଅନେକ କିଲୋମିଟର ଚଉଡ଼ା କେହି କହିବେ ନାହିଁ। ସେଠାକୁ ଯିବାକୁ କେତେ ସମୟ ଲାଗିବ ସେମାନେ କହିବେ ନାହିଁ, କିନ୍ତୁ ଏଠାରେ ବିଶେଷ ଭାବରେ ଏକ ମାପ ଦିଆଯାଏ। ଚନ୍ଦ୍ର 20,000 ଯୋଜନା ପାଇଁ ଏବଂ ରାହୁ 30,000 ଯୋଜନା ପାଇଁ ବିସ୍ତାର ହୋଇଛି। ତେଣୁ କ'ଣ ହେଲା? ପୂର୍ବରୁ ଅମୃତ ବଣ୍ଟନ ବେଳେ ରାହୁ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ବାଧା ସୃଷ୍ଟି କଲେ, ନିଜକୁ ସେମାନଙ୍କ ମଧ୍ୟରେ ପ୍ରବେଶ କରାଇ। ରାହୁ ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ପ୍ରତି ଶତ୍ରୁ ଅଟନ୍ତି। ସେଥିପାଇଁ ସେ ସର୍ବଦା ଅନ୍ଧକାର ଚନ୍ଦ୍ର କିମ୍ବା ପୂର୍ଣ୍ଣଚନ୍ଦ୍ର ରାତିରେ ସୂର୍ଯ୍ୟ କିମ୍ବା ଚନ୍ଦ୍ର କିରଣକୁ ଆଚ୍ଛାଦିତ କରିଥାଏ। ସାଧାରଣତଃ କ'ଣ ହୁଏ? ରାହୁ ସୂର୍ଯ୍ୟ ଏବଂ ଚନ୍ଦ୍ର ଉପରେ ଆକ୍ରମଣ କରେ। ଉଭୟ ଦେବତା ଅଟନ୍ତି ଏବଂ ବିଷ୍ଣୁଙ୍କର ଆଶ୍ରୟ ନେଇଥାନ୍ତି। ଏବଂ ରାହୁଙ୍କ ଆକ୍ରମଣ ବିଷୟରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ପାଖରୁ ପ୍ରଭୁ ଶୁଣିବା ପରେ ସେ ସୁଦର୍ଶନ ଚକ୍ର ପଠାନ୍ତି। ଯିବା ସମୟରେ ତୁମେ ଜାଣ ସୁଦର୍ଶନ ଚକ୍ର କିପରି ଉତ୍ତାପ ସୃଷ୍ଟି କରିଥାଏ। ସୁଦର୍ଶନ ଚକ୍ର ପ୍ରଭୁଙ୍କର ଅତି ପ୍ରିୟ ଭକ୍ତ ଅଟେ ଓ ପ୍ରଭୁଙ୍କ ଦ୍ୱାରା ଅନୁଗ୍ରହ ପ୍ରାପ୍ତ ହୋଇଥାଏ। ଏହାର ତୀବ୍ର ଉତ୍ତାପ ସମସ୍ତ ରାକ୍ଷସଙ୍କୁ ହତ୍ୟା କରିବା ପାଇଁ ଉଦ୍ଦିଷ୍ଟ। ଏହା ରାହୁ ପାଇଁ ଅସହ୍ୟ ଅଟେ, ତେଣୁ ଭୟରେ ସେ ପଳାୟନ କରେ। ସୁଦର୍ଶନ ଚକ୍ର ପ୍ରକୃତରେ ରାହୁକୁ ସୃଷ୍ଟି କିମ୍ବା ବିଚଳିତ କରିପାରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ, ଯେପରି 48 ମିନିଟ୍ ଗୋଟିଏ ମୁହୂର୍ତ୍ତ ପାଇଁ। ଏହାଠାରୁ ଅଧିକ ସମୟ ତାହା ବିଚଳିତ କରେ ନାହିଁ, ତାହା ଫେରି ପଳାଏ। ତେଣୁ ଆମେ ଜାଣୁ ଏହା କାହିଁକି ଘଟିଲା, ଏହିପରି ଅମୃତ ବଣ୍ଟନ କାହିଁକି ହୋଇଥିଲା, ଅସୁର ଏବଂ ସୁର ମଧ୍ୟରେ ଏହି ଚୁକ୍ତି କାହିଁକି ଘଟିଲା। ଏପରିକି ଦେବତାମାନେ ସମୟ ଅନୁସାରେ ପ୍ରଭାବିତ ହୁଅନ୍ତି, ଇନ୍ଦ୍ରିୟ ସନ୍ତୁଷ୍ଟତା ଦ୍ୱାରା ପ୍ରଭାବିତ ହୁଅନ୍ତି। ଆମେ ଭାବୁ ଦେବତାମାନେ ସମସ୍ତେ ସିଦ୍ଧ ଅଟନ୍ତି, ଭଗବାନ ସିଦ୍ଧ ହୋଇପାରନ୍ତି, ମଣିଷ ହିଁ ତ୍ରୁଟି କରିଥାଏ। ସେହିଭଳି ଦେବତାମାନେ ମଧ୍ୟ ଭୁଲ କରିଥାନ୍ତି। ତେଣୁ ମଣିଷ, ଦେବତା ଏବଂ ଅସୁର ମଧ୍ୟରେ ଏକମାତ୍ର ପାର୍ଥକ୍ୟ ହେଉଛି ଅସୁର କୌଣସି ପରିସ୍ଥିତିରେ ବିଷ୍ଣୁଙ୍କ ଆଶ୍ରୟ ଆଦୌ ନିଅନ୍ତି ନାହିଁ, କିନ୍ତୁ ଦେବତାମାନେ ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ ମଧ୍ୟ ବିଷ୍ଣୁଙ୍କ ଆଶ୍ରୟ ନିଅନ୍ତି। ସେଥିପାଇଁ ସେମାନେ ଶୁଦ୍ଧ ଭକ୍ତ ନୁହନ୍ତି, ସେମାନଙ୍କୁ ସକାମ ଭକ୍ତ କୁହାଯାଏ।
କିନ୍ତୁ ପ୍ରଭୁଙ୍କର ଶୁଦ୍ଧ ଭକ୍ତଙ୍କୁ ନିଷ୍କାମ ଭକ୍ତ କୁହାଯାଏ, କାରଣ ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ ସେମାନଙ୍କ କୌଣସି ଆଗ୍ରହ ନଥାଏ। ତେଣୁ ଇନ୍ଦ୍ରିୟ ପ୍ରକୃତରେ ନିଜ ଇନ୍ଦ୍ରିୟ ସନ୍ତୁଷ୍ଟତାରେ ଏତେ ବ୍ୟସ୍ତ ଥିଲେ ଯେ ଜାଣିନଥିଲେ ଯେ ତାଙ୍କ ଆଧ୍ୟାତ୍ମିକ ଗୁରୁ ବୃହସ୍ପତି ତାଙ୍କ ସଭାରେ ପ୍ରବେଶ କରିଛନ୍ତି। ସେହି ଅପରାଧ ହେତୁ ବୃହସ୍ପତି ତାଙ୍କୁ କିଛି ନ କହି ଚୁପଚାପ ବାହାରକୁ ଆସିଗଲେ। କିନ୍ତୁ ସେମାନେ ବହୁତ ଅସୁବିଧାରେ ପଡ଼ିଲେ। ସେହି ସମୟରେ ରାକ୍ଷସମାନେ ବହୁତ ଶକ୍ତିଶାଳୀ ଥିଲେ, କାରଣ ସେମାନେ ସେମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରୟ ନେଇଥିଲେ। ଏତେ ଅସୁବିଧା ପରେ ଅନେକ ଘଟଣା ଘଟିଲା, କିନ୍ତୁ ଦେବତା ଅସୁରଙ୍କ ଅପେକ୍ଷା ଏକ ଦୁର୍ବଳ ସ୍ଥିତିରେ ଥିଲେ। ସେହି ସମୟରେ ସେମାନେ ସମସ୍ତେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ ଏବଂ ଭଗବାନ ବିଷ୍ଣୁ ସେମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ ଏକ ତର୍କ ଅନୁସରଣ କରନ୍ତୁ। ତାହା କ'ଣ? ତେଣୁ ଭଗବାନ ବିଷ୍ଣୁ ଦେବତାଙ୍କୁ କହିଲେ, ମୁଁ ଅଷ୍ଟମ ଅଧ୍ୟାୟରୁ ଏହା ପଢ଼ୁଛି। ତାହା ହେଉଛି, ଯେପର୍ଯ୍ୟନ୍ତ ତୁମେ ଉନ୍ନତି କରୁନାହଁ, ତୁମେ ରାକ୍ଷସ ଏବଂ ଅସୁରମାନଙ୍କ ସହ ଏକ ଚୁକ୍ତି କରିବା ଉଚିତ, ଯେଉଁମାନଙ୍କୁ ବର୍ତ୍ତମାନ ସମୟ ଅନୁଗ୍ରହ ପ୍ରଦାନ କରୁଛି। ତେଣୁ ପ୍ରଭୁ ଏଠାରେ କହୁଛନ୍ତି, ଏହି ପଦରେ ଗୋଟିଏ ଶବ୍ଦ ସେ ଦୁଇଟି କଥା କହୁଛନ୍ତି, କାଲେନା ଏବଂ କାଭ୍ୟେନା। କାଲେନା ଅର୍ଥାତ୍ ସମୟ ଦ୍ୱାରା ଅନୁଗ୍ରହ ପ୍ରାପ୍ତ। ଆମର ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ମଧ୍ୟ ଅନେକ ଉଦାହରଣ ଦିଅନ୍ତି। ଭଲ ସମୟ ଥିଲେ ଯଦି ତୁମେ ଧୂଳି ବାଲି ତୁମ ହାତକୁ ନିଅ, ଏହା ସୁନାରେ ପରିଣତ ହେବ। ଖରାପ ସମୟରେ ତୁମେ ସୁନା ଧରିଲେ ମଧ୍ୟ ଏହା ବାଲିରେ ପରିଣତ ହେବ। ତେଣୁ କାଲେନା ସମୟ ଅନୁସାରେ ତୁମକୁ ଅନୁଗ୍ରହ ମିଳିଲେ ସବୁକିଛି ଶୁଭ ଅଟେ। ପୁଣି କାଭ୍ୟେନା ଅର୍ଥାତ୍ ଗୁରୁଙ୍କ ଦ୍ୱାରା ଅନୁଗ୍ରହ ପ୍ରାପ୍ତ। କାଲେନା କାଭ୍ୟେନା। ତେଣୁ ଦେବତାମାନଙ୍କୁ ଗୁରୁଙ୍କ ଦ୍ୱାରା ଅନୁଗ୍ରହ ନଥିଲା, ତେଣୁ ସେମାନେ ପରାସ୍ତ ହେଲେ ଏବଂ ସମୟ ମଧ୍ୟ ସେମାନଙ୍କ ପାଇଁ ଅନୁକୂଳ ନଥିଲା। ତେଣୁ ଏହିପରି ରାକ୍ଷସମାନଙ୍କୁ ଉଭୟ ତରଫରୁ ଅନୁଗ୍ରହ ଦିଆଯାଉଥିଲା। ତେଣୁ ଦେବତାମାନଙ୍କୁ ପରାମର୍ଶ ଦିଆଗଲା ଯେ ସମୟ ଅନୁକୂଳ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଚୁକ୍ତି କରିବା ଉଚିତ। ତେଣୁ ପରବର୍ତ୍ତୀ ଅନୁବାଦ ହେଉଛି, ହେ ଦେବତା, ନିଜର ସ୍ୱାର୍ଥ ପୂରଣ କରିବା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଜଣଙ୍କୁ ନିଜ ଶତ୍ରୁମାନଙ୍କ ସହ ଚୁକ୍ତି କରିବାକୁ ମଧ୍ୟ ପଡ଼ିପାରେ। ଭକ୍ତମାନେ ଚତୁର ହେବା ଉଚିତ। ଯଦି ଆମେ ଅନୁଭବ କରୁ ଯେ ମୁଁ ବହୁତ ମହାନ ଅଟେ, ତୁମର ମହାନତାର ଲାଭ କ'ଣ? ମହାନତା ହେଉଛି ସମୟ ସହିତ ଚଳିବା। ତୁମେ ସହ୍ୟ କରି ଆବଶ୍ୟକ ପଡ଼ିଲେ ଚୁକ୍ତି କରିବା ଉଚିତ। ଜଣଙ୍କର ନିଜ ଶତ୍ରୁ ସହ ଏକ ଚୁକ୍ତି ମଧ୍ୟ କରିବାକୁ ପଡ଼ିପାରେ। ନିଜର ସ୍ୱାର୍ଥ ପାଇଁ ସାପ ଏବଂ ମୂଷାର ତର୍କ ଅନୁଯାୟୀ ଜଣଙ୍କୁ କାର୍ଯ୍ୟ କରିବା ଉଚିତ। ଦେଖିବା ଏହି ତର୍କ କ'ଣ? ତେଣୁ ପ୍ରଭୁପାଦ ଏକ ସାପ ଏବଂ ମୂଷାର କାହାଣୀ କହୁଛନ୍ତି। ଏକ ଟୋକେଇରେ ଏକ ସାପ ଏବଂ ମୂଷା ଫସି ଯାଇଥିଲେ। ସେମାନେ ସେଥିରେ ଫସି ଯାଇଛନ୍ତି କି କେହି ସେମାନଙ୍କୁ ଏହି ସମସ୍ୟାରେ ପକାଇ ଦେଇଛନ୍ତି ଆମେ ଜାଣିନାହୁଁ, କିନ୍ତୁ ଏକ ଟୋକେଇରେ ଏକ ସାପ ଏବଂ ମୂଷା ଫସି ଯାଇଥିଲେ। ବର୍ତ୍ତମାନ ମୂଷା ସାପ ପାଇଁ ଖାଦ୍ୟ ହୋଇଥିବାରୁ ସାପ ପାଇଁ ଏହା ଏକ ଭଲ ସୁଯୋଗ ଥିଲା। କୌଣସି ମୂଷା ଦେଖିବା ମାତ୍ରେ ଏହା ତୁରନ୍ତ ଖାଇପାରେ। ଯେହେତୁ ଉଭୟ ସାପ ଓ ମୂଷା ଏକ ଟୋକେଇରେ ଫସି ଯାଇଛନ୍ତି, ମୂଷା ଖାଇଲେ ସାପ ବାହାରକୁ ଆସିପାରିବ ନାହିଁ। ତେଣୁ ସାପଟି ମୂଷା ସହ ଚୁକ୍ତି କରିବା ବୁଦ୍ଧିମାନ ମନେକଲା ଏବଂ ମୂଷାକୁ ଟୋକେଇରେ ଛିଦ୍ର କରିବାକୁ କହିଲା, ଯାହାଦ୍ୱାରା ଉଭୟ ବାହାରକୁ ଆସିପାରିବେ। ସାପର ଉଦ୍ଦେଶ୍ୟ କ'ଣ ଆମେ ଜାଣୁ। ସାପର ଉଦ୍ଦେଶ୍ୟ ଥିଲା ଯେ ମୂଷା ଛିଦ୍ର କରିବ ଏବଂ ଏହାପରେ ସାପ ବାହାରକୁ ଆସି ମୂଷାକୁ ମଧ୍ୟ ଖାଇପାରେ। ଏହାକୁ ସାପ ଏବଂ ମୂଷାର ତର୍କ ବୋଲି କୁହାଯାଏ। ତେଣୁ ଦେବତାମାନଙ୍କୁ ରାକ୍ଷସଙ୍କ ନିକଟକୁ ଯିବାକୁ ପରାମର୍ଶ ଦିଆଗଲା, କାରଣ ଦୁହେଁ ବିପଦରେ ଥିଲେ। ସେମାନଙ୍କୁ ମଧ୍ୟ ଅମୃତ ଆବଶ୍ୟକ ଥିଲା। ତେଣୁ ତୁମେ ଦୁହେଁ ଏକ ଚୁକ୍ତି କର ଯେ ଆମେ ସମୁଦ୍ର ମନ୍ଥନ କରିବୁ। ଯଦିଓ ତୁମର ଝଗଡ଼ା ହୋଇଥିଲା, ତୁମେ ଏକ ଚୁକ୍ତି କର।
ଏବଂ ପରେ ଆମେ ଜାଣୁ କିପରି ଦୁଗ୍ଧ ସାଗର ଥିଲା ଏବଂ ପର୍ବତକୁ ରଖାଗଲା, ଯାହାକୁ ସଠିକ୍ ଭାବରେ ରଖାଯାଇପାରିଲା ନାହିଁ। ସେଠାରେ କୌଣସି ସମନ୍ୱୟ ନଥିଲା। ଏବଂ ପରେ ପ୍ରଭୁ ବିଷ୍ଣୁ କଇଁଛ ଅବତାର ହୋଇ ଆସିଲେ ଏବଂ ପରେ ଦୁଗ୍ଧ ସାଗରରୁ ଅନେକ ଜିନିଷ ବାହାରିଲା ଏବଂ ପରେ ଧନ୍ୱନ୍ତରୀ ଅମୃତକୁ ବାହାର କରିଲେ, ଯାହାକୁ ରାକ୍ଷସମାନେ ଛଡ଼ାଇ ନେଇଥିଲେ। ଏବଂ ପରେ ଆମେ ଜାଣୁ କିପରି ମୋହିନୀ ମୂର୍ତ୍ତି ପ୍ରଭୁ ଏକ ଅବିବାହିତ ଯୁବତୀର ଅବତାରରେ ଆସିଥିଲେ ଏବଂ ସେ ରାକ୍ଷସମାନଙ୍କୁ ବିସ୍ମିତ କଲେ ଏବଂ ସେ ତାଙ୍କୁ କହିଲେ, ମୁଁ ତୁମକୁ ପ୍ରତାରଣା କରିବାକୁ ଯାଉଛି। କିନ୍ତୁ ସେମାନେ ତାଙ୍କ କଥାରେ ପଡ଼ିଗଲେ। ଅର୍ଥାତ୍ ମୋହିନୀ ମୂର୍ତ୍ତି ନାରାୟଣଙ୍କର ଶବ୍ଦ। ଏବଂ ଏହାପରେ ପ୍ରଭୁ କହିଲେ ଯେ ଦେବତାଙ୍କ କୌଣସି ଧୈର୍ଯ୍ୟ ଶକ୍ତି ନାହିଁ। ତୁମେ ସମସ୍ତେ ମୋର ହିରୋ ଅଟ, ତେଣୁ ମୁଁ ତୁମକୁ ପ୍ରଥମେ ବଣ୍ଟନ କରିବି। ଏହା ଚାଲୁଥିବା ବେଳେ ରାହୁ ଦେଖିଲେ ଯେ ଏହି ମୋହିନୀ ମୂର୍ତ୍ତି ମୋତେ ପ୍ରତାରଣା କରୁଛି। ସେ ଦେବତାଙ୍କ ପୋଷାକ ପରିଧାନ କରି ଦେବତାଙ୍କ ଧାଡ଼ିରେ ବସିଲେ ଏବଂ ବିଷ୍ଣୁଙ୍କୁ ପ୍ରତାରିତ କଲେ। ଯଦିଓ ପ୍ରଭୁ ସବୁକିଛି ଜାଣନ୍ତି, ତଥାପି ସେ ଏହା ଘଟିବାକୁ ଅନୁମତି ଦେଲେ। ଏବଂ ସେଠାରେ ସୂର୍ଯ୍ୟ, ଚନ୍ଦ୍ର ଓ ଦେବତା ଥିଲେ। ସେହି ସମୟରେ ରାହୁ ଅମୃତପାନ କରୁଥିବା ବେଳେ ପ୍ରଭୁ ସଙ୍ଗେ ସଙ୍ଗେ ସୁଦର୍ଶନ ଚକ୍ର ଧରିଲେ ଏବଂ ତାଙ୍କ ମୁଣ୍ଡ କାଟିଦେଲେ। କିନ୍ତୁ ଅମୃତ ହେତୁ ତାଙ୍କ ମୁଣ୍ଡ କଟିବାରୁ ବଞ୍ଚିଗଲା। ଏବଂ ପରେ ବ୍ରହ୍ମାଙ୍କ ଆଶୀର୍ବାଦ ଦ୍ୱାରା ସେ ଏକ ଗ୍ରହର ସ୍ଥାନ ପାଇଲେ ଏବଂ ସେ ଏକ ନିର୍ଦ୍ଦିଷ୍ଟ ସମୟରେ ଆକ୍ରମଣ ଜାରି ରଖିଥାନ୍ତି। ତେଣୁ ରାହୁ କାହାଣୀ ବିଷୟରେ ଭାଗବତମରେ ଏହିପରି ବ୍ୟାଖ୍ୟା କରାଯାଇଛି। ତେଣୁ ଆମେ ସମସ୍ତେ ଜାଣୁ ପ୍ରାଚୀନ କାଳରେ ଏହି ପ୍ରକାରର ଘଟଣା କିପରି ଘଟୁଛି। ତେଣୁ ଆମେ ଏହିସବୁ ଜିନିଷ ଜାଣି ମଧ୍ୟ ଭକ୍ତି ଅଭ୍ୟାସ ନ କଲେ ତେବେ ଏହାର ଲାଭ କ'ଣ? ତେଣୁ ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଆମକୁ ଅନେକ ସତର୍କତା କରାଯାଏ, ଯେପରି ତୁମେ ବାହାରକୁ ଯାଅ ନାହିଁ କିମ୍ବା ଏହାକୁ ଖାଅ ନାହିଁ। ଏହା ସବୁ ଅନ୍ଧବିଶ୍ୱାସ ପରି ଲାଗେ। ଆବଶ୍ୟକ ପଡ଼ିଲେ ଆମେ ଭକ୍ତ ମଧ୍ୟ କିଛି ବୈଦିକ ରୀତିନୀତି ଅନୁସରଣ କରୁ, କିନ୍ତୁ ଏହା ନୁହେଁ ଯେ ବୈଦିକ ରୀତିନୀତି ଦୈନନ୍ଦିନ ଜୀବନ ଏବଂ ଭକ୍ତି ସହ ସାଲିସ କରିବୁ। ତୁମେ ପ୍ରକୃତରେ ଆଧ୍ୟାତ୍ମିକତାକୁ ଅନୁସରଣ କଲେ ତେବେ ଆମେ ଭକ୍ତି ସେବା ପାଇଁ ଅନୁକୂଳ ଜିନିଷ ଗ୍ରହଣ କରୁ। କୁହାଯାଏ ଆନୁକୂଲେନସ୍ୟ ସଂକଳ୍ପ। ଭକ୍ତି ସେବା ପାଇଁ ଅନୁକୂଳ ହେଲେ ତାହା ଗ୍ରହଣ କର। ପ୍ରାତୁକୂଲେନସ୍ୟ ବର୍ଜନମ୍। ଧରାଯାଉ କିଛି ଅନୁକୂଳ ନୁହେଁ, ତୁମେ ପ୍ରତ୍ୟାଖ୍ୟାନ କର। ରକ୍ଷିଷ୍ୟତି ଇତି ବିଶ୍ୱାସଃ। ସର୍ବଦା ବୁଝ ଯେ କୃଷ୍ଣ ତୁମର ରକ୍ଷକ ଅଟନ୍ତି। ଭକ୍ତି ସେବା ଆନୁକୂଲେନସ୍ୟ ସଂକଳ୍ପ ପାଇଁ ଅନୁକୂଳ ସମର୍ପଣ କରିବାର 6ଟି ନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କିଛି ଅନୁକୂଳ ଅଟେ କିନ୍ତୁ ତୁମ ପାଇଁ ଆନନ୍ଦଦାୟକ ନୁହେଁ, ତୁମେ ତଥାପି ଗ୍ରହଣ କର। ଆମ ଶରୀର ଏବଂ ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ କିଛି ବହୁତ ଉତ୍ତମ ଅଟେ। ଲୋକ ଆମକୁ ବହୁତ ମହାନ ବୋଲି କହୁଛନ୍ତି, କିନ୍ତୁ ଭକ୍ତି ପାଇଁ ଉତ୍ତମ ନ ହେଲେ ଆମେ ପ୍ରତ୍ୟାଖ୍ୟାନ କରୁ। ବସ୍ତୁ ଜୀବନ ଜୀଇବା ପାଇଁ ଆଧ୍ୟାତ୍ମିକତା ଗ୍ରହଣ କରାଯାଏ ନାହିଁ। ମୁଁ ତୁମକୁ ଧର୍ମ ଅର୍ଥ କାମ ମୁଖ୍ୟ କହିଥିଲି। ଧର୍ମ ଅର୍ଥ କାମ ମୁଖ୍ୟ କରିବା ଉଚିତ ନୁହେଁ, କିନ୍ତୁ ତୁମେ ଆଧ୍ୟାତ୍ମିକତାର ଆଉ ଏକ ଅଂଶ ଗ୍ରହଣ କର। ଧର୍ମ ଅର୍ଥ କାମ ମୁଖ୍ୟ, ଆମେ ମୁଖ୍ୟ ମଧ୍ୟ ଚାହୁଁନାହୁଁ, କିନ୍ତୁ ଆମେ ଭକ୍ତି ପ୍ରେମ ପୁମାର୍ଥ ମହାନ ଚାହୁଁ। ଏହି 4ଟିକୁ ପୁରୁଷାର୍ଥାସ କୁହାଯାଏ। ଧର୍ମ ଅର୍ଥ କାମ ମୁଖ୍ୟ, କିନ୍ତୁ କୃଷ୍ଣ ବା ନାରାୟଣ ଭକ୍ତି ବା ପ୍ରଭୁଙ୍କ ଭକ୍ତି ପରବର୍ତ୍ତୀ ଅର୍ଥ ଅଟେ। ଏହା ପ୍ରେମ ପୁମାର୍ଥ ମହାନ ଅଟେ। ଏହା ଧର୍ମ ଅର୍ଥ କାମ ମୁଖ୍ୟଠାରୁ ଅଧିକ ଅଟେ। ଭକ୍ତମାନେ ଭକ୍ତିକୁ ଗ୍ରହଣ କଲେ
ଏହା ନୁହେଁ ଯେ ସେମାନେ କିଛି ଲାଭ ପ୍ରାପ୍ତ କରୁଛନ୍ତି। ଯୋଗୀମାନେ ଧ୍ୟାନ କଲେ, ଜ୍ଞାନୀମାନେ ମଧ୍ୟ ଧ୍ୟାନ କଲେ, ସେମାନେ ମଧ୍ୟ ଇନ୍ଦ୍ରିୟ ସନ୍ତୁଷ୍ଟି ତ୍ୟାଗ କରନ୍ତି। ମୁଁ ନିର୍ଦ୍ଦିଷ୍ଟ ଦିନରେ ଖାଇବି ନାହିଁ, ତେଣୁ ସେମାନେ ମଧ୍ୟ ଅନେକ ତପସ୍ୟା ଅନୁସରଣ କରନ୍ତି। ବରଂ ସେମାନେ ଭକ୍ତଙ୍କ ଅପେକ୍ଷା ଅଧିକ ତପସ୍ୟା କରିଥାନ୍ତି ଏବଂ ସେମାନେ ଥଣ୍ଡା ପାଣିରେ ସ୍ନାନ କରନ୍ତି। ଭକ୍ତମାନେ ମଧ୍ୟ ଥଣ୍ଡା ପାଣିରେ ସ୍ନାନ କରନ୍ତି, କିନ୍ତୁ ଆମେ ଥଣ୍ଡା ପାଣି ସ୍ନାନକୁ ନୁହେଁ ବରଂ ଭକ୍ତିକୁ ଅଧିକ ଗୁରୁତ୍ୱ ଦେଇଥାଉ। ଯେପରି ସେମାନେ କୌଣସି ତପସ୍ୟା କଲେ, ଏହା ଶେଷରେ ସେମାନଙ୍କର ଲକ୍ଷ୍ୟ ହେଲା ମୁଁ ଅନେକ ପୁଣ୍ୟ କାର୍ଯ୍ୟକଳାପ ହାସଲ କରିବି, କାରଣ ଆମର ପୁଣ୍ୟ କେବଳ ଭକ୍ତି ପାଇଁ। ଭକ୍ତମାନଙ୍କ ପୁଣ୍ୟ ପ୍ରତି ଆଗ୍ରହ ନୁହନ୍ତି, ସେମାନଙ୍କର ପୁଣ୍ୟ କେବଳ ଭକ୍ତି ଅଟେ। ସେମାନେ ନିଜ ଗୁରୁଙ୍କୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି। ଆମେ ପ୍ରକୃତରେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁତ କଠିନ ପରିଶ୍ରମ କରୁ, ନଚେତ୍ କୌଣସି ଧାର୍ମିକ କାର୍ଯ୍ୟ ଆମକୁ ବାନ୍ଧି ରଖିବ। ଭଗବଦ୍ ଗୀତାରେ ଉଲ୍ଲେଖ ଅଛି ଯେ କୌଣସି କାର୍ଯ୍ୟକଳାପ ଯଦି ତୁମକୁ ଭକ୍ତି ଦେଉନାହିଁ ବରଂ ତୁମକୁ ଅଧିକ ଧାର୍ମିକ କାର୍ଯ୍ୟକଳାପ ଦେଉଛି, ତେବେ ତୁମକୁ ଉଚ୍ଚ ଗ୍ରହ ପ୍ରଣାଳୀକୁ ଯିବାକୁ ହେବ, ଏକ ଦେବତା ହେବାକୁ ପଡ଼ିବ। ଚନ୍ଦ୍ର ଏକ ଦେବତା ଗ୍ରହ ଅଟେ, ଯେଉଁଠାରେ ତୁମର ଜୀବନ ସୀମା 10,000 ବର୍ଷ ଅଟେ। ଏଠି ଆମର ଗୋଟିଏ ଦିନ 24 ଘଣ୍ଟା ଅଟେ, ଯାହା ଆମେ ଜାଣୁ। କିନ୍ତୁ ଆମ ବିଦ୍ୟାଳୟରେ ଆମେ ଆଇନଷ୍ଟାଇନର ଆପେକ୍ଷିକ ତତ୍ତ୍ୱ ବିଷୟରେ ପଢ଼ୁଛୁ। ଗୋଟିଏ ସ୍ପୁତନିକ୍ ଉପଗ୍ରହ ପୃଥିବୀର ପରିକ୍ରମା କରିଥାଏ। ଏହା ପୃଥିବୀର 3 ଥର ପରିକ୍ରମା କରି ଗୋଟିଏ ଦିନରେ ଆସିପାରେ। ତେଣୁ ସେମାନେ ଦିନ ରାତିକୁ 3 ଥର ଦେଖିପାରିବେ। ତେଣୁ ସେହି ଅନୁଯାୟୀ ଆମର ସମୟ ଦେବତାଙ୍କ ସମୟଠାରୁ ଭିନ୍ନ ହେବା ଉଚିତ। ତେଣୁ ଏହାକୁ ଉତ୍ତରାୟଣ, ଦକ୍ଷିଣାୟଣ କୁହାଯାଏ। ଏହିପରି କୁହାଯାଏ କିପରି ସୂର୍ଯ୍ୟଙ୍କ ଗତିବିଧି 6 ମାସର ଉତ୍ତରାୟଣ, ଯାହାକି ଦେବତାଙ୍କର ଗୋଟିଏ ଦିନ ଅଟେ। ତେଣୁ ସେମାନେ ଆମ ପରି ଉଠି ଆଧ୍ୟାତ୍ମିକ କାର୍ଯ୍ୟକଳାପ କରନ୍ତି। ତେଣୁ ପୃଥିବୀ ଗ୍ରହ ପାଇଁ 1 ବର୍ଷ ଦେବତାଙ୍କ ପାଇଁ 24 ଘଣ୍ଟା ଅଟେ। ସେହିପରି ଯଦି ତୁମେ ସେମାନଙ୍କର ଗୋଟିଏ ଦିନ, ଗୋଟିଏ ବର୍ଷ ହିସାବ କଲେ, ସେମାନେ 10,000 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି। ତେଣୁ ଆମକୁ ସ୍ୱର୍ଗୀୟ ଗ୍ରହକୁ ଯିବାକୁ ହେଲେ ଆମକୁ ଅନେକ ଧାର୍ମିକ କାର୍ଯ୍ୟ କରିବାକୁ ପଡ଼ିବ। ଧାର୍ମିକ କାର୍ଯ୍ୟକଳାପ ପରେ ତୁମେ ସେଠାକୁ ଯାଇ ଇନ୍ଦ୍ରିୟ ସନ୍ତୁଷ୍ଟି କର। ସୋମରସ ଅଛି, ଉଚ୍ଚମାନର ଇନ୍ଦ୍ରିୟ ସନ୍ତୁଷ୍ଟି ଅଛି ଏବଂ ଶେଷରେ ତୁମର ଆହାର, ନିଦ୍ରା, ଭୟ, ମୈଥୁନ, ତୁମର ଖାଇବା, ଶୋଇବା, ମିଳନ ରକ୍ଷା କରିବା ଅତି ସାଧାରଣ ଅଟେ। ସାମାନ୍ୟମେତାତ୍ ପଶୁବି ନାରାଣାମ୍। ଏହା ମଣିଷଙ୍କଠାରେ, ପଶୁମାନଙ୍କଠାରେ ଏବଂ ଦେବତାମାନଙ୍କଠାରେ ମଧ୍ୟ ସାଧାରଣ ଅଟେ। ତେଣୁ ପଶୁଙ୍କର ଇନ୍ଦ୍ରିୟ ସନ୍ତୁଷ୍ଟି ଘଟିଲେ ସେମାନଙ୍କର ଅନେକ ବଂଶ ଅଛି। ଯେପରି କୁକୁରମାନଙ୍କର ବହୁତ ଛୁଆ ଅଛନ୍ତି, କିନ୍ତୁ ମଣିଷ କ୍ଷେତ୍ରରେ ଏକାଥରରେ 10ଟି ପିଲା ଜନ୍ମ ଦେଉଥିବାର ଦେଖିନାହୁଁ। ହଁ, ଯାଆଁଳା ଛୁଆ ଜନ୍ମ ହୁଅନ୍ତି, କିନ୍ତୁ ପଶୁମାନଙ୍କ ପରି ପ୍ରତ୍ୟେକ ଥର ସେପରି ହୁଏ ନାହିଁ। ମଣିଷଠାରେ ଏହା କମ୍ ଅଟେ, କିନ୍ତୁ ଦେବତା ରାଜ୍ୟଗୁଡ଼ିକ ଉପରକୁ ଯିବାବେଳେ ସେମାନଙ୍କୁ 9 ମାସ ଗର୍ଭଧାରଣ କରିବାକୁ ପଡ଼େ ନାହିଁ। ସେମାନଙ୍କର ଅଧିକ ସୁବିଧା ଅଛି। ତେଣୁ ଅଧିକରୁ ଅଧିକ ଉଚ୍ଚ ଗ୍ରହକୁ ଗଲେ ଏହା ଅଧିକରୁ ଅଧିକ ସ୍ୱଚ୍ଛଳ ଉପାୟ ଥାଏ। ନିମ୍ନ ଗ୍ରହଠାରେ ଏହା କଷ୍ଟସାଧ୍ୟ, କିନ୍ତୁ ଉଚ୍ଚ ଗ୍ରହମାନଙ୍କଠାରେ ସବୁକିଛି ଅଧିକ ସହଜ ହୋଇଯାଏ। ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟିର ସହଜ ଉପାୟ ଅଛି। ଏହା ତ କେବଳ ଆମ ଶରୀରକୁ ସନ୍ତୁଷ୍ଟ କରିବାର ଏକ ବାଟ। ଦେବତାଙ୍କର ମଧ୍ୟ ଶରୀର ଅଛି, କିନ୍ତୁ ଆମେ ପଞ୍ଚଭୂତ, ମନସ୍ମୃତି ଏବଂ ଅହଙ୍କାର ଦ୍ୱାରା ନିର୍ମିତ ଏହି ବସ୍ତୁ ଶରୀର ଚାହୁଁନାହୁଁ। ପଞ୍ଚଭୂତରେ ନିର୍ମିତ ଦେବତାଙ୍କ ଶରୀର ଏକ ଭିନ୍ନ ଉଚ୍ଚ ସ୍ତରରେ ଅଛି। ଯେପରି ସୂର୍ଯ୍ୟ ଗ୍ରହରେ ସେମାନଙ୍କର ଅଗ୍ନି ଶରୀର ଅଛି। ତୁମେ ବ୍ରହ୍ମଲୋକକୁ ଗଲେ ସେମାନଙ୍କ ଶରୀର ପଞ୍ଚଭୂତର ନୁହେଁ, ତାହା ସୂକ୍ଷ୍ମ ମନସ୍ମୃତି ଏବଂ ଅହଙ୍କାର ଅଟେ। ତେଣୁ ସେଠାରେ ଆହୁରି ସୂକ୍ଷ୍ମ ଉପଭୋଗ ଅଛି। ଏହାଠାରୁ ଅଧିକ ଉଚ୍ଚ ସିଦ୍ଧ ଲୋକକୁ ଗଲେ ତୁମେ ଏହି ବସ୍ତୁ ଶରୀର ତ୍ୟାଗ କରିପାରିବ ଏବଂ ତାପରେ
आमे जाणु जे मो आत्मा आध्यात्मिक शरीर प्रभुंकर सेवक अटे तापरे तुमे वैकुंठ लोक आध्यात्मिक ग्रहरे प्रवेश करिपारिब। वस्तु ग्रहरे तुमे ए श्रेणीर स्वर्गीय ग्रह को गले ଏହି ବସ୍ତୁ ଜଗତର ସର୍ବୋଚ୍ଚ ଗ୍ରହ ହେଉଛି ବ୍ରହ୍ମାଲୋକ। ଯଦିଓ ତୁମେ ସେଠାକୁ ଯାଅ ସେଠାରେ ମଧ୍ୟ ତୁମକୁ 3 ପ୍ରକାରର ଦୁଃଖର ସାମ୍ନା କରିବାକୁ ପଡ଼ିବ ଯାହାକୁ ତାପତ୍ରୟ କୁହାଯାଏ। ଅଧିଭୌତିକ କ୍ଲେଶ ହେଉଛି ଆମେ ଅନ୍ୟ ଜୀବଜନ୍ତୁଙ୍କ ଦ୍ୱାରା ପୀଡ଼ିତ ହେଉଛୁ। ଅନ୍ୟମାନଙ୍କର ଅର୍ଥ ଏହା କୀଟ ମଧ୍ୟ ହୋଇପାରେ, ଏକ ମଶା ଆସି ଆମକୁ କାମୁଡ଼ିପାରେ। ଆଧ୍ୟାତ୍ମିକ କ୍ଲେଶ ଅର୍ଥାତ୍ ଆମ ମନ ଓ ଶରୀର ଆମକୁ ଅସୁବିଧା ଦେଉଛି। ଅଧିଦୈବିକ କ୍ଲେଶ ଅର୍ଥାତ୍ ଯେପରି ବାତ୍ୟା ଏବଂ ଏହି କୋରୋନା ଘଟୁଛି ଏବଂ ପ୍ରକୃତି ଠାରୁ ଆମ ପାଖକୁ ଯେଉଁ ରୋଗ ଆସୁଛି ଅଧିଦୈବିକ କ୍ଲେଶ। ତେଣୁ ଏହି ସମସ୍ୟା ସବୁ ଆମକୁ ଏହି ବସ୍ତୁ ଜଗତରେ ସାମ୍ନା କରିବାକୁ ପଡ଼ିବ। ଏପରିକି ଦେବତାମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହି ଦୁନିଆରେ ରାଜନୈତିକ ଝଡ଼ ସୃଷ୍ଟି ହେଲେ ଆମେ ଝଗଡ଼ା କରୁ କାହା ପାଖରେ ଅଧିକ ଶକ୍ତି ରହିବ। ଆମେରିକାର ରାଷ୍ଟ୍ରପତି, ଚୀନ ରାଷ୍ଟ୍ରପତି, ଭାରତର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଦେଖ, ସେମାନେ ସର୍ବଦା ଚିନ୍ତିତ ଯେ ମୋ ପଦକୁ କ'ଣ ହେବ। ଏହା କେବଳ ଭାରତରେ କିମ୍ବା ଏହି ଦୁନିଆରେ ନୁହେଁ। ଦେବତାମାନେ ଇନ୍ଦ୍ର ସର୍ବଦା ନିଜ ପଦକୁ ନେଇ ଚିନ୍ତିତ ଥାନ୍ତି। ଏହା ଏକ ଆଧ୍ୟାତ୍ମିକ ପଦ ନୁହେଁ। ଲୋକ ଭୁଲ ବୁଝନ୍ତି ଯେ ଇନ୍ଦ୍ର କାହିଁକି ଲୋଭନୀୟ କାର୍ଯ୍ୟକଳାପକୁ ପସନ୍ଦ କରନ୍ତି। ଇନ୍ଦ୍ର 1 ନମ୍ବର ଲୋଭନୀୟ ଦେବତା ଭାବରେ ଜଣାଶୁଣା। ସେ କେବଳ ନିଜ ଇନ୍ଦ୍ରିୟ ସନ୍ତୁଷ୍ଟି ସହ ଶାନ୍ତିପୂର୍ଣ୍ଣ ନୁହନ୍ତି। ତାଙ୍କର ଏକ ପତ୍ନୀ ଅଛନ୍ତି। ଏତେ ସଂଖ୍ୟକ ସମାଜ ବାଳିକା, ସ୍ୱର୍ଗୀୟ ସମାଜ ବାଳିକା ଅଛନ୍ତି। ତାହା ସତ୍ତ୍ୱେ ସେ ସାଧୁମାନଙ୍କ ମହିଳାମାନଙ୍କର ଉପଭୋଗ କରିବାକୁ ଚାହାନ୍ତି। ତେଣୁ ସେ 1 ନମ୍ବର ଲୋଭନୀୟ ବ୍ୟକ୍ତି। ଥରେ ସେ ଏତେ ଲୋଭନୀୟ ହୋଇଗଲେ ଯେ ସେ କାହାର ପତ୍ନୀଙ୍କ ନିକଟକୁ ଗଲେ। ସେହି ଋଷି ଏତେ ରାଗିଗଲେ ଯେ ସେ କହିଲେ, ଇନ୍ଦ୍ର, ତୁମେ ଏତେ ଲୋଭଶକ୍ତ କ'ଣ ପାଇଁ? ମୁଁ ତୁମକୁ ଅଭିଶାପ ଦେଉଛି ଯେ ତୁମର ଶରୀର ସମ୍ପୂର୍ଣ୍ଣ ଭାବରେ ଯୌନାଙ୍ଗ ହୋଇଯାଉ। ତାଙ୍କୁ ବହୁତ ଲଜ୍ଜା ଲାଗିଲା। ଜଣେ ବ୍ୟକ୍ତି ନିଜର ଯୌନାଙ୍ଗ ଏବଂ ଶରୀରକୁ ଆଚ୍ଛାଦନ କରନ୍ତି। ତୁମେ କଳ୍ପନା କର ଇନ୍ଦ୍ରଙ୍କ ପାଇଁ କେତେ ଲଜ୍ଜାଜନକ ସ୍ଥିତି ହୋଇଥିବ। ତେଣୁ ଇନ୍ଦ୍ର ସେହି ଋଷିଙ୍କୁ ଅନୁରୋଧ କଲେ, ଦୟାକରି ମୋତେ କ୍ଷମା କରନ୍ତୁ, ଏହା ମୋ ପାଇଁ ବହୁତ କଷ୍ଟସାଧ୍ୟ ହେବ। ତେଣୁ ଇନ୍ଦ୍ରଙ୍କ ପ୍ରତି ସେ ବହୁତ ଦୟାଳୁ ଥିଲେ। ସେ କହିଲେ, ଠିକ୍ ଅଛି, ସମସ୍ତ ଯୌନାଙ୍ଗ ଆଖିରେ ପରିଣତ ହଉ। ତେଣୁ ଇନ୍ଦ୍ରଙ୍କ ସମ୍ପୂର୍ଣ୍ଣ ଶରୀରରେ ଆଖି ଥିଲା, ଯାହା ପ୍ରକୃତରେ ଯୌନାଙ୍ଗ ଅଟେ। ବେଦରେ ଉଲ୍ଲେଖ ଅଛି, ତୁମ ଯୌନ ଜୀବନ ପୂରଣ କରିବାକୁ ହେଲେ ତୁମେ ଇନ୍ଦ୍ରଙ୍କ ପାଖକୁ ଯାଅ। ତୁମ କାମ ପାଇଁ ବିଷ୍ଣୁଙ୍କୁ ପୂଜା କର ନାହିଁ। ହଁ, ତୁମର କିଛି ଦୁର୍ବଳତାରୁ ତୁମେ ବାହାରକୁ ଆସିବାକୁ ଚାହଁ, ତାହା ମଧ୍ୟ ଉଲ୍ଲେଖ କରାଯାଇଛି। ଅକାମ ସର୍ବ କାମୋ ବା ମୋକ୍ଷ କାମ ଉଦାରଧି ତୀବ୍ରେନ ଭକ୍ତି ଯୋଗେନ ୟଜେତା ପୁରୁଷಂ ପରମ୍। ତୁମର କିଛି କାମ ସହିତ ପ୍ରଭୁଙ୍କ ନିକଟକୁ ଗଲେ ଏହା ପୂରଣ ହେବ। କିନ୍ତୁ ତୁମେ ବିଷ୍ଣୁଙ୍କ ନିକଟକୁ କ'ଣ ପାଇଁ ଯାଉଛ? ତୁମେ ସେଥିରୁ ବାହାରକୁ ଆସିବା ପାଇଁ ତାଙ୍କ ପାଖକୁ ଯାଉଛ। କିନ୍ତୁ କାମ ପରେ ଯଦି କେହି କେବଳ ଇନ୍ଦ୍ରିୟ ସନ୍ତୁଷ୍ଟତା ପଛରେ ଅଛି, ତାହେଲେ ପ୍ରଭୁଙ୍କ ନିକଟକୁ କ'ଣ ପାଇଁ ଯାଉଛ? ଇନ୍ଦ୍ରଙ୍କୁ ପୂଜା କରିବା ଭଲ ହେବ। ତୁମେ କୃଷ୍ଣ କି ବିଷ୍ଣୁଙ୍କ ପାଖକୁ ଆସ ନାହିଁ। ବିଶେଷ ଭାବରେ ବସ୍ତୁବାଦୀ ଲୋକ କୃଷ୍ଣଙ୍କୁ ଲୋଭନୀୟ ବ୍ୟକ୍ତି ଭାବରେ ଦେଖିଥାନ୍ତି। କୃଷ୍ଣ ଏବଂ ରାମଙ୍କ ନାମ ଜପ କରି ଯଦି ତୁମେ ବସ୍ତୁବାଦୀ କାମରୁ ବାହାରକୁ ଆସିପାରୁଛ, ଇନ୍ଦ୍ରିୟ ସନ୍ତୁଷ୍ଟତା, ତାହେଲେ ପ୍ରଭୁଙ୍କ ପାଖରେ କିପରି ଇନ୍ଦ୍ରିୟ ସନ୍ତୁଷ୍ଟତା କି କାମ ରହିପାରିବ? ଏହା ପ୍ରଭୁଙ୍କ ଐଶ୍ୱର୍ଯ୍ୟ ଯେ ତାଙ୍କର 16,000 ପତ୍ନୀ ଅଛନ୍ତି। ସେ କିପରି ପ୍ରତ୍ୟେକଙ୍କ ସହ ଅଛନ୍ତି? ତାହା କାମ ନୁହେଁ, ତାହା ତାଙ୍କର ସାମର୍ଥ୍ୟ ଅଟେ। ଜଣେ ତଥାକଥିତ ଧନୀ ବ୍ୟକ୍ତିଙ୍କ ପ୍ରାୟ 10 ବା 20 ପତ୍ନୀ ଅଛନ୍ତି। ତାଙ୍କୁ ପ୍ରତ୍ୟେକ ଦିନ ଜଣେ ଜଣେ ମହିଳାଙ୍କ ସହ ଯିବାକୁ ପଡ଼େ। କିନ୍ତୁ ଏଠାରେ ପ୍ରଭୁ ପ୍ରତିଦିନ 16,000 ପତ୍ନୀଙ୍କ ସହ ଥିଲେ। ପ୍ରତି ମୁହୂର୍ତ୍ତ, ପ୍ରତିଦିନ ସେ ରହିପାରିବେ। କାହିଁକି? କାରଣ ପ୍ରଭୁ ଆମ ସମସ୍ତଙ୍କ ହୃଦୟରେ ପରମାତ୍ମା ଭାବରେ ବାସ କରନ୍ତି।
ତେଣୁ କୃଷ୍ଣଙ୍କୁ ଭକ୍ତି ଲୋଭ ପାଇଁ ନୁହେଁ, କିମ୍ବା ଲୋଭ ଦ୍ୱାରା ତୁମେ ପ୍ରଭୁ କୃଷ୍ଣଙ୍କ ନିକଟକୁ ଯାଇପାରିବ ନାହିଁ। ତୁମ ହୃଦୟ ଶୁଦ୍ଧ ହେବା ଆବଶ୍ୟକ। ତେଣୁ ଆମର ସମସ୍ତ ଘଟଣାରେ ଆମକୁ କାମ, କ୍ରୋଧ, ଲୋଭ, ମଦ ମତ୍ସର୍ୟାରୁ ଶୁଦ୍ଧ ହେବାକୁ ପଡ଼ିବ, ଯାହା ଭଗବଦ୍ ଗୀତାର ଶିକ୍ଷା ଅଟେ। ଏବଂ ଆମେ ଭଗବଦ୍ ଗୀତାରୁ ଶିଖୁ କିପରି ଅଧିକ ଶୁଦ୍ଧ ହୋଇପାରିବା। ପ୍ରଭୁଙ୍କ ପବିତ୍ର ନାମ ଜପ କରି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସୂର୍ଯ୍ୟଗ୍ରହଣ, ଚନ୍ଦ୍ରଗ୍ରହଣ କିମ୍ବା ଯେକୌଣସି ବିପଦରେ ପଡ଼ିଲେ ଦୟାକରି ହରେ କୃଷ୍ଣର ମହାମନ୍ତ୍ର ଜପ କରିବା ଉଚିତ। ଏହାକୁ ଜପ କରିବା ଏକ ଅଭ୍ୟାସ କର। ପ୍ରତିଦିନ 16 ରାଉଣ୍ଡ ଜପ କର। ତାହା ନ କରିପାରିଲେ ତୁମେ 8 ରାଉଣ୍ଡ କିମ୍ବା 4 ରାଉଣ୍ଡ ଜପ କରିବାକୁ ଚେଷ୍ଟା କର। ସର୍ବନିମ୍ନ କିଛି ରାଉଣ୍ଡ ରଖ। ଏପରିକି 16 ରାଉଣ୍ଡ ଜପ କରି ତୁମେ କହିପାରିବ ନାହିଁ ଯେ ମୋର 16 ରାଉଣ୍ଡ ଜପ ସମାପ୍ତ ହୋଇଛି, ମୁଁ ବର୍ତ୍ତମାନ କିଛି ଖରାପ କାମ କରେ। ନା, 16 ରାଉଣ୍ଡ ସର୍ବନିମ୍ନ ଅଟେ। ତୁମେ ଅଧିକ ସମୟ ଜପ କରିପାରିବ। ତୁମେ ଆଚାର୍ଯ୍ୟ ଶିଲ ପ୍ରଭୁପାଦ ଦ୍ୱାରା ଲିଖିତ ପୁସ୍ତକ ପଢ଼ିପାରିବ। ଭକ୍ତି ସେବାରେ ନିୟୋଜିତ ହୋଇପାରିବ। ଯେପରି ଆମେ ପରିବାର, ଯୁବକମାନଙ୍କ ପାଇଁ, ପିଲାମାନଙ୍କ ପାଇଁ ଅନେକ ଅନଲାଇନ୍ କାର୍ଯ୍ୟକଳାପ କରୁଛୁ। ଯେକୌଣସି ପ୍ରକାରରେ କୃଷ୍ଣଙ୍କ ବାର୍ତ୍ତା ବିସ୍ତାର କରିପାରିବ ଏବଂ କୃଷ୍ଣଙ୍କ ବାର୍ତ୍ତାକୁ ପ୍ରତ୍ୟେକ ଜୀବନ୍ତ ସଂସ୍ଥାକୁ ନେବାକୁ ଅନୁଷ୍ଠାନମାନଙ୍କୁ ସାହାଯ୍ୟ କରିପାରିବ। ଠିକ୍ ଯେପରି ଆମେ ଗରିବ ଲୋକଙ୍କୁ ଦେଖିଲେ ତୁରନ୍ତ ସାହାଯ୍ୟ କରିଥାଉ, ସେହିପରି ଆମେ ଦେଖିଲୁ ଯେ ଏହି ଜୀବମାନେ ଯନ୍ତ୍ରଣା ଭୋଗୁଛନ୍ତି। ସେମାନେ ପ୍ରକୃତରେ ଜାଣିନାହାନ୍ତି ଯେ ସେମାନେ ଯନ୍ତ୍ରଣା ଭୋଗୁଛନ୍ତି। ତେଣୁ ତାଙ୍କୁ କୃଷ୍ଣ ଚେତନା ଦେବାକୁ ପଡ଼ିବ। ଏକ ନିୟମିତ ଶ୍ରେଣୀରେ ଆମେ ଆଲୋଚନା କରିବା ସମୟରେ ମୁଁ ଏକ ଛୋଟ ବାଳକର ଉଦାହରଣ ଦେଇଥିଲି, ଯିଏ ନିଜ ପିତାମାତାଙ୍କୁ ଖୋଜୁଛି, ଯାହାଙ୍କୁ କିଛି ମିନିଟ୍ ପୂର୍ବରୁ ସେ ଚକୋଲେଟ୍ କିମ୍ବା କ୍ୟାଣ୍ଡି ମାଗୁଥିଲା। ଆମେ ଜାଣୁ ପିଲାମାନେ କିପରି ଚାଲନ୍ତି। କେଉଁଠି ବି ଚକୋଲେଟ୍ କିମ୍ବା କ୍ୟାଣ୍ଡି ଦେଖିବା ମାତ୍ରେ ସେ କୁହନ୍ତି, ବାପା ମୋତେ ପପକର୍ଣ୍ଣ ଦରକାର, ମୋତେ ମିଠା କ୍ୟାଣ୍ଡି କିମ୍ବା ଆଇସ୍କ୍ରିମ୍ ଦରକାର ଅଛି। କିନ୍ତୁ ଚାଲିବା ସମୟରେ ସେମାନେ ହଜିଗଲେ ତୁମେ ଜାଣିଥିବ ସେମାନେ କେତେ ଭୟ କରନ୍ତି। ସେମାନେ ନିଜର ମା ବାପାଙ୍କୁ ଚାହାନ୍ତି ଏବଂ କେହି ଜଣେ ସେମାନଙ୍କୁ ନେଇଯାଆନ୍ତି। 5 ବର୍ଷର ଜଣେ ପିଲା ଯିଏ ଚକୋଲେଟ୍ କିମ୍ବା କ୍ୟାଣ୍ଡି ମାଗୁଥିଲା, ପପକର୍ଣ୍ଣ କିମ୍ବା ଖେଳନା ଯାହା ବି ହେଉ, ସେମାନେ ହଜିଗଲେ ସେମାନଙ୍କୁ ଜଣେ ପୋଲିସ କିମ୍ବା ବୟସ୍କ ଲୋକ ଅନୁସନ୍ଧାନ କାଉଣ୍ଟରକୁ ନେଇଯାଆନ୍ତି। ସେମାନେ ତାଙ୍କ ନାମ ପଚାରନ୍ତି, ତୁମେ କ'ଣ ଚାହୁଁଛ? କାନ୍ଦ ନାହିଁ। ସେମାନେ ଆହୁରି କାନ୍ଦିବା ଆରମ୍ଭ କରିବେ। ସେମାନଙ୍କୁ କିଛି ଚକୋଲେଟ୍ କିମ୍ବା ଖେଳନା ଦେଲେ ତୁମେ ଏହା ସହ ଖେଳ, ତୁମ ପିତାମାତା ଆସିଯିବେ। ସେମାନେ କହିବେ, ନା ନା, ମୁଁ କେବଳ ମୋ ମା ବାପାଙ୍କୁ ଚାହେଁ, ମୁଁ ଏହି ଖେଳନା ଚାହେଁ ନାହିଁ। ତେଣୁ ବାସ୍ତବତା ହେଉଛି, ଯଦିଓ ସେ ଅସ୍ଥାୟୀ ଭାବରେ ଚକୋଲେଟ୍ କିମ୍ବା ଖେଳିବା ପାଇଁ ଏକ ଖେଳନା ମାଗୁଛନ୍ତି, ପ୍ରକୃତରେ ସେ ନିଜ ପିତାମାତା ଚାହାନ୍ତି। ସେହିଭଳି ଆମେ ଏହି ଦୁନିଆକୁ ଆସି ପ୍ରଭୁଙ୍କୁ ଭୁଲି ଯାଇଛୁ ଏବଂ ଆମେ ବିଭିନ୍ନ ସ୍ତରର ଇନ୍ଦ୍ରିୟ ସନ୍ତୁଷ୍ଟତା ଚାହୁଁଛୁ, ସ୍ୱର୍ଗୀୟ ଗ୍ରହ କିମ୍ବା ପ୍ରଭୁ ବ୍ରହ୍ମାଙ୍କ ପାଖକୁ ଯିବା ପର୍ଯ୍ୟନ୍ତ। ଏପରିକି ଭଲ କର୍ମ କଲେ ତୁମେ ଭଗବାନ ବ୍ରହ୍ମା ହୋଇପାରିବ, କିନ୍ତୁ ଆମେ ଭଗବାନ ବ୍ରହ୍ମା ହେବାକୁ ଚାହୁଁନାହୁଁ। ଏକ ଗୀତରେ ଆମର ମହାନ ଆଚାର୍ଯ୍ୟ କହିଛନ୍ତି ଯେ ଚତୁର୍ମୁଖା ବ୍ରହ୍ମା, ମୁଁ ଚତୁର୍ମୁଖା ବ୍ରହ୍ମା ହେବାକୁ ଚାହୁଁନାହିଁ। ମୋର କୌଣସି ଆଶା ନାହିଁ, ମୋର କୌଣସି ଇଚ୍ଛା ନାହିଁ। କୀଟ ଜନ୍ମ। ଏକ ପରିବାରରେ, ଏକ ବୈଷ୍ଣବଙ୍କ ଘରେ ଏକ କୀଟ, ଅମୂଳକ କୀଟ, କୁକୁର କିମ୍ବା ପଶୁ ହେବାକୁ ମୋର କୌଣସି ଆପତ୍ତି ନାହିଁ, ଯେଉଁଠାରେ ସେମାନେ ଭଗବାନ ଚେତନା, କୃଷ୍ଣ ଚେତନା ଅଭ୍ୟାସ କରନ୍ତି। ତାହା ହେଉଛି ଜଣେ ଭକ୍ତର ଆକାଂକ୍ଷା। ସେ ଉଚ୍ଚ ଦେବତା ପଦ ପାଇବାକୁ ଚାହୁଁନାହିଁ। ଏପରିକି ସେ ବୈଷ୍ଣବଙ୍କ ଘରେ କୁକୁର ହେବାକୁ ଚାହେଁ। ତେଣୁ ଏହା ହିଁ ଆମକୁ ଇଚ୍ଛା କରିବାକୁ ପଡ଼ିବ। ଉଚ୍ଚ ଗ୍ରହକୁ ଯିବା ପାଇଁ ଆମେ ବଡ଼ ବଡ଼ ପୁଣ୍ୟ ପଛରେ ନାହୁଁ। ସେଥିପାଇଁ ଏହା କୁହାଯାଏ, ତୁମେ ସତ୍ୱଗୁଣର ସ୍ତରରେ ରହିଲେ ତୁମେ ସତ୍ୱଗୁଣରେ ଅଟକି ଯାଅ। ଯେପରି ଧର୍ମରାଜ ଯୁଧିଷ୍ଠିର ମହାରାଜ ନୈତିକତା ପାଇଁ ଜଣାଶୁଣା ଥିଲେ, କିନ୍ତୁ ଯେତେବେଳେ କୃଷ୍ଣ ତାଙ୍କୁ ଏକ ମିଥ୍ୟା କହିବାକୁ କହିଲେ, କୃଷ୍ଣ ଏହି ଜଗତକୁ ଆସିଛନ୍ତି ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାନି ଯୁଗେ ଯୁଗେ।
ଧର୍ମ ପ୍ରତିଷ୍ଠା ପାଇଁ କୃଷ୍ଣ ଆସିଛନ୍ତି। କୃଷ୍ଣ କଦାପି କାହାକୁ ଅଧର୍ମ କରିବାକୁ କୁହନ୍ତି ନାହିଁ। ଜଣେ ସୈନିକ ଅଧିକାରୀ ସୈନିକମାନଙ୍କୁ ଗୁଳି ଚଲେଇବାକୁ ଆଦେଶ ଦିଅନ୍ତି। ଜଣେ ବ୍ୟକ୍ତି ଭାବିବ ମୁଁ କିପରି କାହାକୁ ଗୁଳି କରିପାରିବି, ଅର୍ଥାତ୍ ସେ ଅଧର୍ମ କରୁଛନ୍ତି, ସେଠି ଗୁଳି ଚଲେଇବା ଧର୍ମ ଅଟେ। ସେହିଭଳି ସର୍ବୋପରି କୃଷ୍ଣ ଧର୍ମ ପ୍ରତିଷ୍ଠା କରିବାକୁ ଆସିଛନ୍ତି ଏବଂ ସେଠି ତୁମେ ଚିନ୍ତିତ ଅଛ ଯେ ଓ ମୁଁ କିପରି ମିଥ୍ୟା କହିପାରିବି। ଏଥିପାଇଁ ତାଙ୍କୁ ନରକୀୟ ଗ୍ରହ ଦେଖିବାକୁ ପଡ଼ିବ। ବେଳେବେଳେ କିଛି ସାଧାରଣ ବକ୍ତାମାନେ କୁହନ୍ତି, ନା କୃଷ୍ଣ ମିଥ୍ୟା କହିଲେ ବୋଲି ଧର୍ମରାଜ ମିଛ କହିଲେ, ତେଣୁ ତାଙ୍କୁ ଶେଷରେ କିଛି ନରକୀୟ ଗ୍ରହ ଦେଖିବାକୁ ପଡ଼ିଲା। ନା, ସେଇଆ ନଥିଲା, ବରଂ ସେ ମିଛ କହିବାକୁ ଦ୍ୱିଧାବୋଧ କଲେ, ତେଣୁ ତାଙ୍କ ଜୀବନର ଶେଷରେ କିଛି ନରକୀୟ ଗ୍ରହର ଦର୍ଶନ କଲେ। ଯଦିଓ ସେ ଏତେ ନୈତିକ ଥିଲେ, ତେଣୁ ଏହି ତଥାକଥିତ ନୈତିକତାକୁ ମଧ୍ୟ ଭଙ୍ଗ କରିବାକୁ ପଡ଼ିବ। ଧର୍ମରେ ଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଦେଶ ଆସିଲେ। ଧର୍ମର ମଧ୍ୟ ଏକ ଉଚ୍ଚ ମାର୍ଗ ଅଛି। ହତ୍ୟା କରିବା ମଧ୍ୟ ଆବଶ୍ୟକ ଅଟେ। ଯଦି କେହି ତୁମ ପିଲା କିମ୍ବା ତୁମ ପରିବାରକୁ ହତ୍ୟା କରିବାକୁ ଆସିଛି, ଧର୍ମ ଅନୁଯାୟୀ ତୁମେ ସେମାନଙ୍କୁ ହତ୍ୟା କରିପାରିବ। ସେମାନେ ଆକ୍ରମଣକାରୀ ଅଟନ୍ତି। ଆକ୍ରମଣକାରୀଙ୍କୁ ହତ୍ୟା କରାଯାଇପାରେ। ତାଙ୍କ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ତେଣୁ ଭଗବଦ୍ ଗୀତାରେ ଏହି ପ୍ରକାରର ନୀତିଗୁଡ଼ିକ ଉଲ୍ଲେଖ ହୋଇଛି। ଭଗବଦ୍ ଗୀତା ହିନ୍ଦୁଙ୍କ ପାଇଁ କେବଳ କିଛି ଶ୍ଲୋକ ଜପ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ହେଉଛି ଜୀବନଶୈଳୀକୁ ବୁଝିବା, ଆମେ କାହିଁକି ଏହି ଦୁନିଆକୁ ଆସିଛୁ। ଇଚ୍ଛା ଦ୍ୱେଷ ସମୁଥେନ ଭାରତ। ଆମେ ଏହି ବସ୍ତୁ ଜଗତକୁ ଆସିଥିଲୁ ଏହା ଭାବି ଯେ ମୁଁ ବ୍ରହ୍ମା ପରବ୍ରହ୍ମା ହୋଇପାରେ, ମୁଁ ଭଗବାନଙ୍କ ପରି ହେବାକୁ ଚାହେଁ, କିନ୍ତୁ ମୁଁ କେବଳ ଅଣୁ ଅଟେ, ଭଗବାନ ହେଉଛନ୍ତି ବିଭୁ। ଆମେ ଛୋଟ ସମୁଦ୍ର ବୁନ୍ଦା ପରି, ପ୍ରଭୁ ସମୁଦ୍ର ଅଟନ୍ତି। ତେଣୁ ଆମେ ସମୁଦ୍ର ହେବାକୁ ଅନୁକରଣ କରିପାରିବୁ ନାହିଁ। ବୋଧହୁଏ ତୁମେ ସମୁଦ୍ରରେ ମିଶିପାରିବ, ଯେପରି ମେଘ ବାଷ୍ପୀଭୂତ ହୋଇ ଉପରକୁ ଚାଲିଯାଏ। ତୁମକୁ ମଧ୍ୟ ବ୍ରହ୍ମଜ୍ୟୋତିରେ ମିଶ୍ରଣ କରିବାକୁ ପଡ଼ିବ। ଏହାପରେ ତୁମେ ପୁନର୍ବାର ତଳେ ପଡ଼ିବ। କିନ୍ତୁ ତୁମେ ବଡ଼ ସମୁଦ୍ରରେ ଏକ ଛୋଟ ମାଛ ହେଲେ ତୁମେ ସମୁଦ୍ର ଭିତରେ ରହିପାରିବ। ଭକ୍ତି ସେପରି ଅଟେ। ତୁମେ ଭକ୍ତି ସମୁଦ୍ର ମଧ୍ୟରେ ରହିପାରିବ। ତାହା ଭିତରେ ଥିଲେ ଏହା ନୁହେଁ ଯେ ତୁମେ ଏହା ସହ ମିଶ୍ରିତ ହୋଇଛ। ଯେପରି ରାମାନୁଜାଚାର୍ଯ୍ୟ ଏକ ସବୁଜ ପାରାର ଉଦାହରଣ ଦେଇଛନ୍ତି, ଯିଏ ସବୁଜ ବଗିଚା ଭିତରେ ଉଡ଼ୁଛି। ଏହା ଏକ ହୋଇଗଲା ଭଳି ଦେଖାଯାଉଛି। ହଁ, ଏହା ସମାନ ରଙ୍ଗରେ ପରିଣତ ହୋଇଛି। ତେଣୁ ଆମେ ପ୍ରଭୁଙ୍କ ସହ ଏକ ହୋଇଗଲେ ତାହା ଅର୍ଥ ନୁହେଁ ତୁମେ ଯାଇ ମିଶ୍ରଣ କରିଛ, ତୁମର ଆଉ କୌଣସି ପରିଚୟ ନାହିଁ। ନା, ରସ ଅଛି, ମେଲ ଅଛି, ଏହା ସ୍ୱାଦ ପରି। ମିଠା ସ୍ୱାଦ ଅଛି, ଗରମ ଅଛି, ମସଲା ଯୁକ୍ତ ଅଛି। ସେହିଭଳି ତୁମେ ପ୍ରଭୁଙ୍କ ସମ୍ପର୍କର ସ୍ୱାଦ ନେଇପାରିବ। ପୁତ୍ର ଭଳି, ପ୍ରେମିକ ଭଳି, ସେବକ ଭଳି ଆମେ ପ୍ରଭୁଙ୍କର ସେବକ ହୋଇପାରିବା। 5ଟି ପ୍ରାଥମିକ ରସ ଏବଂ ପରେ ଅନେକ ରସ ଅଛି। ତେଣୁ ଏହିପରି ଅନେକ ଜିନିଷ ଅଛି। ତେଣୁ ପ୍ରଭୁଙ୍କ ପ୍ରତି ଭକ୍ତି ସର୍ବଦା ପ୍ରବାହିତ ହେଉଛି। ତୁମର ମୁକ୍ତି ପାଇବା ପରେ ମଧ୍ୟ ଏହା ଶେଷ ହୁଏ ନାହିଁ। 5ଟି ପ୍ରକାରର ମୁକ୍ତି ଅଛି ଏବଂ ଗୋଟିଏ ହେଉଛି ସାୟୁଜ୍ୟ ମୁକ୍ତି। ସାୟୁଜ୍ୟ ମୁକ୍ତି ହେଉଛି ପ୍ରଭୁଙ୍କ ସହ ମିଶ୍ରଣ ହେବା। ଅନ୍ୟ 5ଟି ମୁକ୍ତି ଅଛି ଯାହା ପ୍ରକୃତରେ ଭକ୍ତମାନେ ଗ୍ରହଣ କରନ୍ତି, କିନ୍ତୁ ସେମାନେ ଅନ୍ୟ 5ଟି ମୁକ୍ତି ପାଇଁ ଇଚ୍ଛା କରନ୍ତି ନାହିଁ। ଅନ୍ୟ 5ଟି ମୁକ୍ତି ହେଉଛି ଯେପରି ପ୍ରଭୁଙ୍କ ଶରୀର ପ୍ରାପ୍ତ କରିବା। ତେଣୁ ଏହି ପ୍ରକାରର ମୁଖ୍ୟ ମୁକ୍ତି ଭକ୍ତମାନେ ଆଗ୍ରହୀ ନୁହନ୍ତି, କିନ୍ତୁ ସେମାନେ ତାହାକୁ ସ୍ୱୀକାର କରନ୍ତି ଯଦି ତାହା ପ୍ରଭୁଙ୍କ ଦ୍ୱାରା ପ୍ରଦାନ କରାଯାଏ। କିନ୍ତୁ ସାୟୁଜ୍ୟ ମୁକ୍ତି ବା ପ୍ରଭୁଙ୍କ ସହ ମିଶ୍ରଣ ଭକ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ। କୈବଲ୍ୟମ୍ ନରକାୟତେ। ବାସ୍ତବରେ ସେମାନେ ସେହି ପ୍ରକାରର ମିଶ୍ରଣକୁ ନର୍କ ଭଳି ଅନୁଭବ କରନ୍ତି। ତେଣୁ ଆମେ ଯେକୌଣସି ପ୍ରକାରର ପରିସ୍ଥିତି, ଏପରିକି ଧର୍ମ ଅର୍ଥ କାମ ମୋକ୍ଷ ପାଇଁ ଆମେ ଭକ୍ତ ମଧ୍ୟ ଚାହୁଁନାହୁଁ, ଆମେ କେବଳ ଭକ୍ତି ଚାହୁଁ। ତେଣୁ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ସ୍ମରଣ କରି ଆମେ ପ୍ରଭୁଙ୍କୁ ଭୁଲିଯିବା ଉଚିତ ନୁହେଁ। ତେଣୁ ଦୟାକରି କୃଷ୍ଣଙ୍କୁ ସ୍ମରଣ କର, କୃଷ୍ଣଙ୍କ ନାମ ଜପ କର ଏବଂ ଖୁସି ରୁହ। ଜଗନ୍ନାଥ ପୁରୀରେ ଏକାଦଶୀ ବହୁତ ସ୍ୱତନ୍ତ୍ର ଅଟେ। ବାସ୍ତବରେ ମହାପ୍ରସାଦମ୍ ଗୌଡ଼ିଆ ବୈଷ୍ଣବଙ୍କ ପାଇଁ କୌଣସି ଦିନରେ ଭେଦଭାବ ନଥିବାରୁ ଆମେ ଭେଦଭାବ କରୁ।
କାରଣ ଚୈତନ୍ୟ ମହାପ୍ରଭୁ ଆମକୁ ଏକାଦଶୀ ଉପବାସ କରିବାକୁ କହିଛନ୍ତି ଏବଂ ଗୌଡ଼ିଆ ବୈଷ୍ଣବ ଧର୍ମର ଅନୁଗାମୀ ଭାବରେ ଏବଂ ଚୈତନ୍ୟ ମହାପ୍ରଭୁ ନିଜ ମାତାଙ୍କୁ ଅନୁରୋଧ କଲେ। ସାଧାରଣତଃ ସ୍ମାର୍ତ୍ତା ବ୍ରାହ୍ମଣ ପରମ୍ପରାରେ କେବଳ ବିଧବାମାନେ ଉପବାସ କରୁଥିଲେ, କିନ୍ତୁ ଚୈତନ୍ୟ ମହାପ୍ରଭୁ ତାଙ୍କ ମାଆଙ୍କୁ ଉପବାସ କରିବାକୁ ଅନୁରୋଧ କଲେ। ଯଦିଓ ସେ ବିଧବା ନୁହନ୍ତି, ସେହି ସମୟରେ ତାଙ୍କ ପିତା ଜୀବିତ ଥିଲେ। ଆମେ ଚୈତନ୍ୟ ମହାପ୍ରଭୁଙ୍କ ଅନୁଗାମୀ ଅଟୁ ଏବଂ ଏକାଦଶୀକୁ ଅନୁସରଣ କରୁ। ଶ୍ରୀଲ ପ୍ରଭୁପାଦଙ୍କ ଅନୁଗାମୀ ଭାବରେ ସେ ପାଶ୍ଚାତ୍ୟ ଜଗତକୁ ମଧ୍ୟ ପ୍ରତିବନ୍ଧକ ଦେଲେ ଯେ ସେମାନଙ୍କୁ ଏକାଦଶୀ ଅନୁସରଣ କରିବାକୁ ପଡ଼ିବ। ଏକାଦଶୀ ବ୍ରତ କ'ଣ? ଏହାକୁ କାହିଁକି କରାଯିବା ଉଚିତ? ତୁମେ ଚନ୍ଦ୍ର କ୍ୟାଲେଣ୍ଡରରେ ପ୍ରତ୍ୟେକ ଏକାଦଶୀ ଜାଣିଛ। ଆମର 15 ଦିନ ଅଛି ପୂର୍ଣ୍ଣିମାରେ, ଯାହା ଶୁକ୍ଳପକ୍ଷ ଏବଂ କୃଷ୍ଣପକ୍ଷ, ଚନ୍ଦ୍ରର ଉଦୟ ଏବଂ ଚନ୍ଦ୍ରର ଅସ୍ତ ହେବା। ତେଣୁ ଚନ୍ଦ୍ର ପୂର୍ଣ୍ଣ ହୋଇ ପୁନର୍ବାର ଚାଲିଯାଏ। ଏହା ହେଉଛି ଏକାଦଶୀ। ଏବଂ ଏକାଦଶୀ ଏକ ଅଶୁଭ ଦିନ କି? କାରଣ ବେଳେବେଳେ ଏହା ବେଦରେ ଉଲ୍ଲେଖ କରାଯାଏ ଯେ ଏକାଦଶୀରେ ଅନ୍ୟ କୌଣସି କାର୍ଯ୍ୟକଳାପ କରିବା ଉଚିତ ନୁହେଁ। ଏକାଦଶୀରେ କୌଣସି ରୀତିନୀତି, ବିଶେଷ କରି ଶ୍ରାଦ୍ଧ କରିବା ଉଚିତ ନୁହେଁ। ଏବଂ ପୁରାଣରେ ଉଲ୍ଲେଖ କରାଯାଏ ଯେ ଏକାଦଶୀରେ କୌଣସି ଶ୍ରାଦ୍ଧ କରିବା ଉଚିତ ନୁହେଁ, କାରଣ ଏକାଦଶୀ କରୁଥିବା ବ୍ୟକ୍ତି, ପୁରୋହିତ ସମସ୍ତେ ଏକାଠି ନର୍କକୁ ଯିବେ। ଏହିପରି ପୁରାଣରେ ଉଲ୍ଲେଖ ହୋଇଛି। ତେଣୁ ଲୋକମାନେ ଏକାଦଶୀରେ ଶ୍ରାଦ୍ଧ କରନ୍ତି ନାହିଁ। ସେହିପରି ଆମେ ଶୁଣୁ ଯେ ଏକାଦଶୀରେ ଶସ୍ୟ ଗ୍ରହଣ କରିବା ଉଚିତ ନୁହେଁ। ତୁମେ ଆଧ୍ୟାତ୍ମିକ ଗ୍ରହ ବା ଉଚ୍ଚ ଗ୍ରହକୁ ଗଲେ ଶସ୍ୟ ନେଉଥିଲେ ତୁମକୁ ପୁନର୍ବାର ଫେରିବାକୁ ପଡ଼ିବ। ତେଣୁ ଏକ ପାପ ବୀଜ ଅଛି। ଶସ୍ୟରେ ଏକ ପାପୀ ବୀଜ। ତୁମେ ଏକାଦଶୀ ଦିନ ଜଗନ୍ନାଥ ମନ୍ଦିରକୁ ଗଲେ ସେମାନେ ମହାପ୍ରସାଦ ଗ୍ରହଣ କରିବା ସମୟରେ ତୁମକୁ କହିବେ ତୁମେ ଖାଇଦିଅ, କିଛି ହେବ ନାହିଁ। କିନ୍ତୁ ଯତ୍ନର ସହ ସେହି ମହାପ୍ରସାଦକୁ ଆମେ ନିଜ ହାତରେ ବହନ କରୁ, ନିଜ ମୁଣ୍ଡକୁ ଛୁଆଇ ଆମ ଆଶ୍ରମକୁ ଫେରାଇ ଆଣୁ ଏବଂ ପରଦିନ ଆମେ ମହାପ୍ରସାଦ ଗ୍ରହଣ କରୁ। ତେଣୁ ଏକାଦଶୀରେ ମହାପ୍ରସାଦ ଗ୍ରହଣ କରିବାର ନିଷେଧାଦେଶ ଅଛି। ତେବେ ଏହି ଏକାଦଶୀ ଏକ ବ୍ରତ ଅଟେ। ଏକାଦଶୀ କ'ଣ ପାଇଁ ଉଦ୍ଦିଷ୍ଟ? ଏକାଦଶୀ ଉପବାସ ପାଇଁ ଉଦ୍ଦିଷ୍ଟ। ଏକାଦଶୀ ଭୋଜିଭାତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ବାସ୍ତବରେ ଏକାଦଶୀ ହେଉଛି ଦୈନନ୍ଦିନ କାର୍ଯ୍ୟକଳାପରୁ ନିଜକୁ ସୀମିତ ରଖିବାକୁ ଚେଷ୍ଟା କରିବାର ଏକ ଉପାୟ। ଆମେ ସାଧାରଣତଃ କ'ଣ କରୁ? ଆମେ ଭଲରେ ଖାଉ, ଭଲରେ ଶୋଇଥାଉ। ଆମର ଇନ୍ଦ୍ରିୟ ସନ୍ତୁଷ୍ଟତା ଅଛି। ଏହା ଏକ ବସ୍ତୁବାଦୀ ଜୀବନ। କିନ୍ତୁ ଜଣେ ଭକ୍ତ ଭାବରେ ଏକାଦଶୀ ପାଳନ କଲେ, ଆମେ ସ୍ୱେଚ୍ଛାକୃତ ଭାବରେ କିଛି ପ୍ରତିବନ୍ଧକ ନେଲେ ଏହା ତୁମକୁ ସାହାଯ୍ୟ କରିବ। ସେଥିପାଇଁ ଏକାଦଶୀ ଦିନ ଆମକୁ କିଛି ମହାପ୍ରସାଦ ଫଳ ନେବାକୁ କୁହାଯାଏ। ବାସ୍ତବରେ ଭକ୍ତମାନେ ମଧ୍ୟ ଏପରିକି ଜଳ ନିଅନ୍ତି ନାହିଁ, ବିଶ୍ରାମ କରନ୍ତି ନାହିଁ। ଏହାକୁ ହରିବାସା କୁହାଯାଏ, କାରଣ ଦିନସାରା ସେମାନେ କେବଳ ହରିଙ୍କୁ ସ୍ମରଣ କରନ୍ତି, ଅନ୍ୟ କୌଣସି କାମ ନାହିଁ। ହରିର ଆଉ ଏକ ଅର୍ଥ ଅଛି, ଅର୍ଥାତ୍ ସେ ତୁମର ସମସ୍ତ ଚିନ୍ତା ଦୂର କରେ। ତୁମ ଭିତରେ ଥିବା ସବୁ ଅବାଞ୍ଛିତ ଜିନିଷ ନେଇଯାଏ। ଅପହରଣ। ସେହିପରି ହରି ତୁମଠାରୁ ସବୁ ଅବାଞ୍ଛିତ ଜିନିଷ ଛଡ଼ାଇ ନିଏ ଏବଂ ତୁମକୁ ଭକ୍ତି ସହ ଆଶୀର୍ବାଦ ଦିଅନ୍ତି। ତେଣୁ ଏକାଦଶୀ ହରିଙ୍କୁ ପ୍ରସନ୍ନ କରିବାର ଦିନ। ତେଣୁ ଆମେ ପ୍ରଭୁଙ୍କ ନାମ ଯଥାସମ୍ଭବ ଜପ କରୁ ଏବଂ ଆମେ ଅଳ୍ପ କିଛି ମହାପ୍ରସାଦ ଗ୍ରହଣ କରୁ ଏବଂ ବିଶ୍ରାମ କରିଥାଉ, କାରଣ ରୀତିନୀତି କରିବା ପାଇଁ ଆମକୁ ପରଦିନ ସକାଳେ ପୁନର୍ବାର ଉଠିବାକୁ ପଡ଼ିବ। ମଙ୍ଗଳ ଆଳତୀ ଏବଂ ଆମର ଜପ ଅଛି। ଧରାଯାଉ ବର୍ଷରେ ଥରେ ଲୋକ ଏକାଦଶୀ କିମ୍ବା ଅନ୍ୟ କୌଣସି ବ୍ରତ ପାଳନ କରୁଛନ୍ତି। ସେମାନେ ଦିନସାରା ବିଶ୍ରାମ କରିପାରନ୍ତି। ପରଦିନ ମଧ୍ୟ ଏକାଦଶୀ କରିବା ପରେ ଏବଂ ରାତିସାରା ଅନିଦ୍ରା ରହି ଏହା ଭାବି ଯେ ମୁଁ କିଛି ଧାର୍ମିକ କାର୍ଯ୍ୟ ପ୍ରାପ୍ତ କରିବି, କିଛି ଧାର୍ମିକ କାର୍ଯ୍ୟକଳାପ ବା ପୁଣ୍ୟ ପ୍ରାପ୍ତ କଲେ, ତେବେ ସେଥିପାଇଁ ତୁମେ ଉପବାସ କରୁଛ। ତା ପରଦିନ ଦିନସାରା ତୁମେ ବିଶ୍ରାମ କରୁଛ ଏବଂ କେବଳ ବିଶ୍ରାମ ନୁହେଁ, 2 ଦିନ ପର୍ଯ୍ୟନ୍ତ ତୁମେ କ୍ଳାନ୍ତ ହୋଇଯାଅ ଏବଂ ତୁମେ ହରେ କୃଷ୍ଣ ମହାମନ୍ତ୍ର ଜପ କର ନାହିଁ। ତେଣୁ ଏହା ପରିବର୍ତ୍ତେ
ବାସ୍ତବ କଥା କହିଲେ ଆମକୁ ସବୁକିଛି ନିୟମିତ କରିବାକୁ ହେବ। ତୁମେ ଖାଉଛ କିମ୍ବା ଉପବାସ କରୁଛ, ତୁମ ସାମର୍ଥ୍ୟ ଅନୁଯାୟୀ କରାଯିବା ଉଚିତ। ତୁମ ସାମର୍ଥ୍ୟ ଅନୁଯାୟୀ କ'ଣ? କେବଳ ଖାଇବା କି ଶୋଇବା ନୁହେଁ, ତୁମେ କେତେ ରାଉଣ୍ଡ ଜପ କରିପାରିବ। କେହି ଜଣେ ଆମ ଆଚାର୍ଯ୍ୟ ଶିଲ ପ୍ରଭୁପାଦଙ୍କୁ ପଚାରିଲେ, ଏକାଦଶୀରେ କେତେ ରାଉଣ୍ଡ ଜପ କରିବା ଉଚିତ? 25 ରାଉଣ୍ଡ ଜପ କରିପାରିବା ଶିଲ ପ୍ରଭୁପାଦ? ପ୍ରଭୁପାଦ କହିଲେ, ତୁମେ ଯେତେ ରାଉଣ୍ଡ ଜପ କରିପାରିବ। କିନ୍ତୁ ଶିଲ ପ୍ରଭୁପାଦ, ଯେତେବେଳେ ଆମେ ପୁସ୍ତକ ବଣ୍ଟନ କିମ୍ବା ଗୀତା ପ୍ରଚାର ପାଇଁ ବାହାରକୁ ଯିବୁ ସେତେବେଳେ? ସେ କହିଲେ, ହଁ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୁମେ ପ୍ରଚାର କରିବାକୁ ଗଲେ ତୁମକୁ ଏତେ ରାଉଣ୍ଡ ଜପ କରିବାକୁ ପଡ଼ିବ ନାହିଁ। ଏକାଦଶୀ କିମ୍ବା ଅନ୍ୟ ଯେକୌଣସି ଦିନରେ ସମସ୍ତ ପରିସ୍ଥିତିରେ ପ୍ରଭୁଙ୍କୁ ସ୍ମରଣ କରିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କିଛି ଲୋକ ଡାକ୍ତରଖାନାରେ ଅସୁସ୍ଥ ଅଛନ୍ତି, ଏହା କ'ଣ ଉପବାସ କି? ଶ୍ରୀଲ ପ୍ରଭୁପାଦ କହିଲେ, ତୁମେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଉପବାସ କରିବାକୁ ବାଧ୍ୟ, ତାହା ଉପବାସ ନୁହେଁ। ଉପବାସର ଅର୍ଥ ତୁମେ ସ୍ୱେଚ୍ଛାକୃତ ଭାବରେ ସଂଯମ କର। ପ୍ରଭୁପାଦ ନମ୍ରତାର ବହୁତ ସୁନ୍ଦର ସଂଜ୍ଞା ଦେଲେ। ନମ୍ରତା କ'ଣ? ନମ୍ରତା ହେଉଛି ତୁମେ ଅନ୍ୟମାନଙ୍କ ଠାରୁ କୌଣସି ପୁରସ୍କାର ବା କୌଣସି ସମ୍ମାନ ଆଶା କରୁନାହଁ। ଏହାକୁ ନମ୍ରତା କୁହାଯାଏ। ନମ୍ରତାର ଅର୍ଥ ନୁହେଁ ମୁଁ ମୁଣ୍ଡ ନୁଆଇଛି ଆଉ ମୁଁ ବହୁତ ସରଳ ଅଟେ ଏବଂ ଲୋକ ମୋତେ ପ୍ରଶଂସା କରିବେ, ଓ ତୁମେ ବହୁତ ମହାନ ଅଟ। ଏହାକୁ ନମ୍ରତା କୁହାଯାଏ ନାହିଁ। ତୁମେ ନମ୍ର ହେବାକୁ ଚେଷ୍ଟା କରୁଛ। ନମ୍ର ହେବାର ଅର୍ଥ ନୁହେଁ ଆମେ ନମ୍ର ଅଟୁ, ଆମେ କେବଳ ଚୁପ୍ ରହିବାକୁ ଚେଷ୍ଟା କରୁଛୁ, ଏହା ନମ୍ରତା ନୁହେଁ। ସେହିଭଳି ଏକାଦଶୀ ଶରୀରର ତପସ୍ୟା ଏବଂ ଆମ ମନ ପାଇଁ ନମ୍ରତା ଅଭ୍ୟାସ କରିବା ପାଇଁ ଉଦ୍ଦିଷ୍ଟ। ଏହା ନୁହେଁ ଯେ ତୁମେ ଏକାଦଶୀ କର ଏବଂ ନିଜ ମନ ପାଇଁ ଏତେ କଠୋର ଉପବାସ କରିଛ ଯେ ମୁଁ ବର୍ତ୍ତମାନ ଖାଇବାକୁ ଚାହେଁ ନାହିଁ ଏବଂ ପରଦିନ ତୁମ ମନ ପାଇଁ ତୁମେ ଭଲସେ ଭୋଜି କର। ମନ ପାଇଁ ଭୋଜି କ'ଣ? ଓ ତୁମେ ବହୁତ ମହାନ, ତୁମେ ଉପବାସ କରୁଛ। ତୁମେ ଭାବିବ, ପ୍ରକୃତରେ ମୁଁ ତ ପାଣି ମଧ୍ୟ ସ୍ପର୍ଶ କରେ ନାହିଁ। ପ୍ରକୃତରେ ତୁମେ ଉପବାସରେ ଜଳ ନେଉନାହଁ, କିନ୍ତୁ ତୁମେ ଅଧିକ ଭୋଗ ନେଉଛ। ତୁମେ ଦିନେ ଏକାଦଶୀ ଉପବାସ କରି ନିଜ ମନ ପାଇଁ ଅଧିକରୁ ଅଧିକ ଉପଭୋଗ କରୁଛ। ତେଣୁ ସେହି ନାମ ଖ୍ୟାତି ପାଇଁ ନିର୍ଜଳ ଏକାଦଶୀ କର ନାହିଁ। ଏକାଦଶୀ ଆତ୍ମଶୁଦ୍ଧତା ପାଇଁ ଉଦ୍ଦିଷ୍ଟ। ନିଶ୍ଚିତ ଭାବେ ତୁମେ ଅନେକ ଧାର୍ମିକ ଶ୍ରେୟ ହାସଲ କରିପାରିବ। ଶିଲ ପ୍ରଭୁପାଦଙ୍କ ଅନେକ ଉଦ୍ଧୃତି ଅଛି ଯାହା କହେ ଯେ ତୁମେ ଏକାଦଶୀ ଅନୁସରଣ କଲେ। ଚୈତନ୍ୟ ମହାପ୍ରଭୁ ସମ୍ପ୍ରଦାୟରେ ସମସ୍ତେ ଏକାଦଶୀ କରନ୍ତି। ବୈଷ୍ଣବ ସମ୍ପ୍ରଦାୟରେ ସେମାନେ ଏକାଦଶୀ କରନ୍ତି। କିନ୍ତୁ ଏକାଦଶୀ ଅନୁସରଣ କରିବା କେହି କୁହନ୍ତି ନାହିଁ ଯେ ତୁମେ ଏକାଦଶୀ କର, ତୁମେ ଏତେ ପୁଣ୍ୟ ପ୍ରାପ୍ତ କରିବ, ଏଥିରୁ ତୁମେ ବୈକୁଣ୍ଠକୁ ଯିବ ଏବଂ ତୁମେ ଏତେ ଲାଭ ପ୍ରାପ୍ତ କରିପାରିବ। ଏକାଦଶୀ ଆମେ ଧାର୍ମିକ ଶ୍ରେୟ ପାଇଁ କରୁନାହୁଁ, ଯଦିଓ ଏକାଦଶୀ ପାଇଁ ତୁମକୁ ଧାର୍ମିକ ଶ୍ରେୟ ମିଳେ, କିନ୍ତୁ ଏକାଦଶୀ ଆତ୍ମଶୁଦ୍ଧତା ପାଇଁ କରାଯାଏ। ଆତ୍ମଶୁଦ୍ଧତା କିପରି ହୁଏ? ଏକାଦଶୀ କଲେ ମୁଁ ପ୍ରଭୁ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିପାରିବି, ମୋର ଆଧ୍ୟାତ୍ମିକ ଗୁରୁଙ୍କୁ ସନ୍ତୁଷ୍ଟ କରିପାରିବି, ମୋ ଚାରିପାଖରେ ଥିବା ବୈଷ୍ଣବମାନଙ୍କୁ ସନ୍ତୁଷ୍ଟ କରିପାରିବି। ମୁଁ ବୈଷ୍ଣବଙ୍କ ଉପରେ କ୍ରୋଧିତ ହେବା ଉଚିତ ନୁହେଁ, ତାହା ମଧ୍ୟ ଉପବାସ ଅଟେ। ମୋ ଅଧୀନରେ ଥିବା ଲୋକଙ୍କ ପ୍ରତି ମୁଁ ଦୟାଳୁ ହେବା ଉଚିତ। ସେ ଦୟା ଭାବ ମଧ୍ୟ ମୋ ମନ ପାଇଁ ଉପବାସ ଅଟେ। ତେଣୁ ଶସ୍ୟରୁ ଉପବାସ, କାରଣ ଆମେ ଏକାଦଶୀ କରୁ, ତେଣୁ ଆମେ ଶସ୍ୟ ନେଉନାହୁଁ। ଆମେ ଘର ତିଆରି ଅଟା ତିଆରି କରୁ। ଆମର ସମସ୍ତ ଆଶ୍ରମରେ, ଗୌଡ଼ିଆ ବୈଷ୍ଣବବାଦରେ ଅଧିକାଂଶ ଆଶ୍ରମ ବାହାରର କୌଣସି ଏକାଦଶୀ ଅଟା ନିଅନ୍ତି ନାହିଁ। ଅତି କମ୍ରେ କିଛି କଠୋର ଆଶ୍ରମରେ ଆମେ ଦେଖିଛୁ ସେମାନେ ଘର ତିଆରି କଦଳୀ ଅଟା ତିଆରି କରନ୍ତି। ଘର ତିଆରି କଦଳୀ ଅଟା, ଆଳୁ ଅଟା ତିଆରି କରିବା ଅତ୍ୟନ୍ତ ସହଜ ଅଟେ ଏବଂ ଏଥିରୁ ସେମାନେ ଅଳ୍ପ ପୁରୀ ତିଆରି କରିପାରିବେ। ସେମାନେ ରନ୍ଧା ଖାଦ୍ୟ ମଧ୍ୟ ନେଇପାରନ୍ତି। ରନ୍ଧା ଖାଦ୍ୟ ନେବା ପାପ ନୁହେଁ, କିମ୍ବା ଏହା ନୁହେଁ ଯେ ତୁମେ ଅଲଣା କିମ୍ବା ରନ୍ଧା ଖାଦ୍ୟ ନେଲେ ତୁମେ ଅଧିକ ପୁଣ୍ୟ ପ୍ରାପ୍ତ କରିବ ଏବଂ ରନ୍ଧା ଖାଦ୍ୟ ନେଲେ ତୁମେ କମ୍ ପୁଣ୍ୟ ପ୍ରାପ୍ତ କରିବ। ସେହିପରି ଶାସ୍ତ୍ରରେ ଉଲ୍ଲେଖ କରାଯାଇ ନାହିଁ। ତେଣୁ ତୁମର ଶରୀରର କ୍ଷମତା, ବୟସ ଏବଂ ସାମର୍ଥ୍ୟ ଅନୁଯାୟୀ ତୁମକୁ କିଛି ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ।
ତୁମେ ନିର୍ଜଳ ଉପବାସ କରିପାରିବ। କିନ୍ତୁ ନିର୍ଜଳ ଉପବାସ କରିବାର ଲାଭ କ'ଣ ଯଦି ପରଦିନ ତୁମେ ଉପବାସ କରି ଅସୁସ୍ଥ ହୋଇଯାଅ ଏବଂ 2-3 ଦିନ ପର୍ଯ୍ୟନ୍ତ ତୁମେ ଶଯ୍ୟାରୁ ଉଠିପାରିବ ନାହିଁ? ତେଣୁ ଲାଭ କ'ଣ? ଏକାଦଶୀ କୃଷ୍ଣଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟେ। ଏପରିକି ନନ୍ଦ ମହାରାଜ ଗୋବର୍ଦ୍ଧନ ପୂଜା ପରେ ଏକାଦଶୀକୁ ଅନୁସରଣ କଲେ। ସେହି ମଧ୍ୟରେ 15 ଦିନ, ଗୋଟିଏ ଏକାଦଶୀରୁ ଆର ଏକାଦଶୀ ପର୍ଯ୍ୟନ୍ତ ଇନ୍ଦ୍ର ବହୁ ଝଡ଼ ସୃଷ୍ଟି କରୁଥିଲେ। ବୃନ୍ଦାବନରେ ପ୍ରବଳ ବର୍ଷା ହେଲା ଏବଂ ଶ୍ରୀକୃଷ୍ଣ ଗୋବର୍ଦ୍ଧନଙ୍କୁ ଉଠାଇ ନେଲେ। ସେ ଗୋବର୍ଦ୍ଧନ ଲୀଳା ପରେ ଏକାଦଶୀ ପଡ଼ିଲା ଏବଂ ନନ୍ଦ ମହାରାଜ ସେଦିନ ଉପବାସ କଲେ ଏବଂ ପରଦିନ ସେ ଭାବିଲେ ସକାଳ ହୋଇଯାଇଛି ଏବଂ ସେ ନଦୀରେ ସ୍ନାନ କଲେ ଏବଂ ସେଠାରେ ବରୁଣ ସେବକମାନେ ତାଙ୍କୁ ଗିରଫ କଲେ, ଯାହା ଏକ ଭିନ୍ନ ଲୀଳା। ଅର୍ଥାତ୍ ସେମାନେ ମଧ୍ୟ ଏକାଦଶୀ ଅନୁସରଣ କରୁଥିଲେ। ଏକାଦଶୀ ଆହୁରି ପୂର୍ବରୁ ଅନୁସରଣ କରାଯାଉଥିଲା। ଏପରିକି ମହାରାଜାମାନେ ମଧ୍ୟ ଅନୁସରଣ କରୁଥିଲେ, ଯେଉଁମାନେ ମହାନ ଭକ୍ତ ଥିଲେ। ତନ୍ମଧ୍ୟରୁ ଜଣେ ପ୍ରସିଦ୍ଧ ରାଜା ହେଉଛନ୍ତି ମହାରାଜା ଅମ୍ବରୀଶ, ଯିଏ ପ୍ରଭୁଙ୍କର ଜଣେ ମହାନ ଭକ୍ତ ଏବଂ ସେ ରାଜା ଏବଂ ସାଧୁମାନଙ୍କ ମଧ୍ୟରେ ନିଜର ମହାନତା ବିଷୟରେ ଏତେ ଗୌରବାନ୍ୱିତ ହୋଇଥିଲେ। ତେଣୁ ଜଣେ ଋଷି ଦୁର୍ବାସା ମୁନି ଏହି ରାଜାଙ୍କ ପ୍ରତି ବହୁତ ଈର୍ଷା ଅନୁଭବ କରୁଥିଲେ ଯେ ଜଣେ ରାଜା କିପରି ଏତେ ମହାନ ହୋଇପାରିବ, ମୁଁ ଥରେ ପରୀକ୍ଷା କରେ। ତେଣୁ ସେ ଅମ୍ବରୀଶ ମହାରାଜଙ୍କୁ ବିରକ୍ତ କରିବାକୁ ଯାଇଥିଲେ ଏବଂ ଅମ୍ବରୀଶ ମହାରାଜ ନିଜର ଏକାଦଶୀ ପାଳନ କରୁଥିଲେ। ପରଦିନ ଦ୍ୱାଦଶ ଦିନ ସେ ବହୁତ ଦାନ କରୁଥିଲେ ଏବଂ ସେ ପ୍ରସାଦ ନେବା ସମୟରେ ଦୁର୍ବାସା ମୁନି ତାଙ୍କ ପ୍ରାସାଦରେ ପ୍ରବେଶ କଲେ। ମହାନ ଋଷି ହୋଇଥିବାରୁ ଅମ୍ବରୀଶ ମହାରାଜ ତାଙ୍କୁ ନିମନ୍ତ୍ରଣ କରି ତାଙ୍କୁ ସମ୍ମାନ ଜଣାଇଲେ। ସେମାନେ ସମସ୍ତେ ଯମୁନାରେ ସ୍ନାନ କରିବାକୁ ଗଲେ ଏବଂ ଏକାଦଶୀ ଦ୍ୱାଦଶ ଦିନ ଉପବାସ କରିବା ପରେ ତୁମେ ଉପବାସ ଭାଙ୍ଗିବ। ତେଣୁ ସେ ବ୍ରାହ୍ମଣଙ୍କ ପରାମର୍ଶ ନେଲେ ଏବଂ ସେମାନେ କହିଲେ ତୁମେ ଅଳ୍ପ ଜଳ ନେଇପାରିବ, କାରଣ ଜଳ ଦ୍ୱାରା ତୁମେ ଉପବାସ ଭାଙ୍ଗିପାରିବ ଏବଂ ତୁମେ ମଧ୍ୟ କିଛି ଖାଇନାହଁ କାରଣ ତୁମର ଅତିଥି ଆସିଛନ୍ତି। ତାଙ୍କ ପରାମର୍ଶ ନେଇ ସେ ଅଳ୍ପ ପାଣି ନେଲେ। ଦୁର୍ବାସା ବହୁତ ରହସ୍ୟମୟ ଥିଲେ, ଜଣେ ରହସ୍ୟମୟ ଯୋଗୀ ଥିଲେ। ସେ ଜାଣିବାକୁ ପାଇଲେ ଏବଂ ବହୁତ କ୍ରୋଧିତ ହେଲେ। ସେ ରାଜପ୍ରସାଦକୁ ଆସି କହିଲେ, ମୁଁ ତୁମର ଅତିଥି, ତୁମେ ମୋତେ ଉତ୍ସର୍ଗ ନ କରି ଖାଦ୍ୟ ଗ୍ରହଣ କରିବାକୁ କେମିତି ସାହସ କଲ? ସେ ପାଣି ନେଇ ଅଭିଶାପ ଦେଲେ। ଏକ ବିଶାଳ ରାକ୍ଷସ ସୃଷ୍ଟି ହେଲା ଯେ ଅମ୍ବରୀଶ ମହାରାଜାଙ୍କ ଉପରେ ଆକ୍ରମଣ କଲା। ଏକ ରହସ୍ୟମୟ ଯୋଗୀ ହେବା ପାଇଁ ତୁମେ ତପସ୍ୟା କର, ତୁମେ ଅତ୍ୟଧିକ ଗର୍ବ କର। ତେଣୁ ଆମର ଏକାଦଶୀ ଉପବାସ କ୍ରୋଧିତ ଋଷିଙ୍କ ପରି ହେବା ଉଚିତ ନୁହେଁ ଯେ ମୁଁ ଏତେ ମହାନ ଯେ ମୁଁ ବହୁତ କିଛି କରିପାରେ। ଅନ୍ୟ ଜଣକ ହୁଏତ କିଛି ଭକ୍ତି ଅନୁସରଣ କରିପାରେ, ସେ ମୋ ପରି ଏତେ ମହାନ ନୁହେଁ, କାହିଁକି ତାଙ୍କ ପ୍ରଶଂସା କରାଯାଉଛି? ତେଣୁ ତାହା ଜଣେ ଭକ୍ତର ମନୋଭାବ ନୁହେଁ। ଅମ୍ବରୀଶଙ୍କ ପ୍ରତିକ୍ରିୟା କ'ଣ ଥିଲା? ତେଣୁ ସେ ପ୍ରାର୍ଥନା କରି କହିଲେ, ମୁଁ ଅପରାଧ କରିଛି, ତୁମେ ଯାହା ଚାହୁଁଛ ମୋ ସହିତ କରିପାରିବ। ତେଣୁ ଯେତେବେଳେ ସେ ପ୍ରଭୁଙ୍କ ଉପରେ ଏତେ ନିର୍ଭରଶୀଳ ଥିଲେ, ପ୍ରଭୁ କିପରି ଚୁପ୍ ରହିବେ? ସୁଦର୍ଶନ ଚକ୍ର ସେଠାରେ ପ୍ରକଟ ହେଲା। ପ୍ରଥମେ ତାହା ଦୁର୍ବାସା ମୁନି ଦ୍ୱାରା ସୃଷ୍ଟି ହୋଇଥିବା ରାକ୍ଷସକୁ ମାରିଦେଲା ଏବଂ ତାପରେ ସେ ଦୁର୍ବାସା ମୁନିଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା। କିନ୍ତୁ ଦୁର୍ବାସା ମୁନି ଏକ ରହସ୍ୟମୟ ଯୋଗୀ ଥିଲେ। ସେ ତ ଉଚ୍ଚ ଗ୍ରହକୁ ଦୌଡ଼ି ପଳାଇ ପାରନ୍ତି। ସେ ବ୍ରହ୍ମାଲୋକ କୈଳାସକୁ ଗଲେ। ସେ ନିଜେ ବିଷ୍ଣୁଙ୍କ ନିକଟକୁ ଗଲେ ଏବଂ ବିଷ୍ଣୁ କହିଲେ, ଅହମ୍ ଭକ୍ତ ପରାଧୀନା, ମୋ ହାତରେ କିଛି ନାହିଁ, ମୁଁ ସମ୍ପୂର୍ଣ୍ଣ ଭକ୍ତଙ୍କ ହାତରେ ଅଛି, ମୁଁ କିଛି କରିପାରିବି ନାହିଁ। ସୁଦର୍ଶନ ତୁମକୁ ଛାଡ଼ିବେ ନାହିଁ। ସୁଦର୍ଶନର ଉତ୍ତାପ ଏତେ ଥିଲା ଯେ ସେ ସହ୍ୟ କରିପାରିନଥିଲେ। ସେ ବ୍ରହ୍ମାଣ୍ଡ ବାହାରେ ଯାତ୍ରା କରୁଥିଲେ। ତୁମେ ଦେଖିପାରିବ, ଏହା କୁହାଯାଇଛି ଯେ ଏହି ବସ୍ତୁଗ୍ରହ ବାହାରେ ଯିବାକୁ ଲକ୍ଷ ଲକ୍ଷ ବର୍ଷ ଲାଗିବ କେବଳ ଯୋଗୀଙ୍କ ଦ୍ୱାରା। କିନ୍ତୁ ଏତେ ମହାନ ଯୋଗୀ ହୋଇଥିବାରୁ ସେ 1 ବର୍ଷ ମଧ୍ୟରେ ବୈକୁଣ୍ଠ ପର୍ଯ୍ୟନ୍ତ ଯାଇ ପୁଣି ଫେରି ଆସିଲେ,
କାରଣ ବିଷ୍ଣୁ କହିଲେ ତୁମେ ଅମ୍ବରୀଶଙ୍କ ପାଖରେ କ୍ଷମା ପ୍ରାର୍ଥନା କର, ମୁଁ କିଛି କରିପାରିବି ନାହିଁ। ତେଣୁ ଯେତେବେଳେ ସେ ଅମ୍ବରୀଶ ମହାରାଜାଙ୍କ ପ୍ରାସାଦକୁ ଫେରି ଆସିଲେ, ମହାନ ରାଜା ଅମ୍ବରୀଶ ଦ୍ୱାରଠାରେ ଅପେକ୍ଷା କରିଥିଲେ ଏବଂ ସେ ପର୍ଯ୍ୟନ୍ତ ସେ ଉପବାସ ଭଙ୍ଗ କରିନଥିଲେ, ସେ ଅତିଥି ସେବା କରିନଥିଲେ। ତେଣୁ ଯେତେବେଳେ ସେ ତାଙ୍କୁ ସେବା ଦେଉଥିଲେ, ସୁଦର୍ଶନ ଏହି ଋଷିକୁ ମାରିବା ପାଇଁ ପୁଣି ଥରେ ଫେରି ଆସିଥିଲେ। ସେ କହିଲେ, ମୁଁ ଦୁଃଖିତ ମହାନ ରାଜା, ହେ ମହାନ ରାଜା ଅମ୍ବରୀଶ, ମୁଁ ବହୁତ ଦୁଃଖିତ। ତେଣୁ ଯେତେବେଳେ ଅମ୍ବରୀଶ ମହାରାଜ ଜାଣିବାକୁ ପାଇଲେ ଯେ ତାଙ୍କୁ ଦୁର୍ବାସାଙ୍କୁ କ୍ଷମା କରିବାକୁ ପଡ଼ିବ, ସେ ସୁଦର୍ଶନଙ୍କୁ ପ୍ରାର୍ଥନା କଲେ, ତୁମେ ମୋର ସମସ୍ତ ଶ୍ରେୟ ନେଇଯାଅ। ଯଦି ମୁଁ କୌଣସି ଆଧ୍ୟାତ୍ମିକତା କରିଛି, ତୁମେ ମୋର ସମସ୍ତ ଧାର୍ମିକ ଶ୍ରେୟ ଗ୍ରହଣ କର, କିନ୍ତୁ ଦୟାକରି ଏହି ଋଷିଙ୍କର ସୁରକ୍ଷା କର। ତେଣୁ ଦୁର୍ବାସା ମୁନିଙ୍କ ହୃଦୟ ତରଳିବାକୁ ଲାଗିଲା। ସେ ଜଣେ ଯୋଗୀ ଥିଲେ ଏବଂ ଅମ୍ବରୀଶଙ୍କୁ ଅପମାନିତ କରିବାକୁ ଆସିଥିଲେ, ଏବଂ ଏଠି ଜଣେ ଭକ୍ତ କହୁଛନ୍ତି ଯେ ଦୟାକରି ମୋର ସମସ୍ତ ଧାର୍ମିକ ଶ୍ରେୟ ନେଇ ଦୟାକରି ମୋତେ ସୁରକ୍ଷା ଦିଅ। ଏହି ଫଳାଫଳ ଏକାଦଶୀ ଅନୁସରଣ କଲେ ମିଳିଥାଏ। ଯେତେବେଳେ ତୁମେ ଫଳାଫଳ ଅର୍ପଣ କରିବାକୁ ଚାହଁ ସମସ୍ତ ପୁଣ୍ୟ ବୈଷ୍ଣବଙ୍କୁ, ମୁଁ ଅନ୍ୟ କୌଣସି ପୁଣ୍ୟ ବା ଧାର୍ମିକ କାର୍ଯ୍ୟକଳାପ ଚାହେଁ ନାହିଁ, ମୁଁ କେବଳ ଭକ୍ତି ଚାହେଁ। ଏକାଦଶୀ ଭକ୍ତି ନେବା ପାଇଁ ଉଦ୍ଦିଷ୍ଟ। ଭକ୍ତିକୁ ଅନୁସରଣ କଲେ ସବୁକିଛି ନିଜେ ନିଜେ ଠିକ୍ ହେଇଯାଏ। ଦୁର୍ବାସା ମୁନିଙ୍କ ସହ ଲଢ଼ିବା ପାଇଁ ଅମ୍ବରୀଶ ମହାରାଜଙ୍କୁ ଏକ ମହାନ ଯୋଗୀ ହେବାକୁ ପଡ଼ିଲା ନାହିଁ। ସେ କେବଳ ପ୍ରଭୁଙ୍କ ଭକ୍ତ ହୋଇ ନିଜକୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛନ୍ତି। ଧାର୍ମିକ କାର୍ଯ୍ୟ ସହ କ'ଣ ହେବ? କିଛି ଧାର୍ମିକ କାର୍ଯ୍ୟକଳାପ ହାସଲ ହେଲେ ତୁମେ ସ୍ୱର୍ଗକୁ ଯାଇପାର କିମ୍ବା ତୁମେ କିଛି ଶକ୍ତି ପ୍ରାପ୍ତ କରିପାର, କିନ୍ତୁ ପ୍ରଭୁଙ୍କର ବିଷ୍ଣୁଙ୍କର ଜଣେ ଭକ୍ତ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରନ୍ତି। ସେ କିଛି ଚାହେଁ ନାହିଁ, ସେ କେବଳ ପ୍ରାର୍ଥନା କରେ, ହେ ପ୍ରଭୁ, ମୁଁ କେବଳ ତୁମକୁ ଚାହେଁ, ଆଉ କିଛି ନୁହେଁ। ଯଦି ତୁମେ ଏହିପରି କରୁଛ, ଯଦି ତୁମେ ନିର୍ଭରଶୀଳ ଅଟ, ତେବେ କୃଷ୍ଣ ତୁମର ସୁରକ୍ଷା ଦେବେ। ତୁମ ପରିବାର, ତୁମର ସନ୍ତାନକୁ କୃଷ୍ଣ ସୁରକ୍ଷା ଦେବେ। ସେହି ମନୋଭାବରେ ପ୍ରଭୁଙ୍କ ପବିତ୍ର ନାମ ଜପ କଲେ, ଯେପରି ଆମ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ଏବଂ ଚୈତନ୍ୟ ମହାପ୍ରଭୁ ଆମକୁ କହିଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏବଂ ଆମ ହୃଦୟରେ ଶୁଦ୍ଧତା ଆସିବ। ସେହି ସମୟରେ ତୁମେ ଲୁହ ପ୍ରବାହିତ ହେଉଥିବା ଦେଖିପାରିବ। ଯେପରି ପ୍ରଭୁପାଦ ଭାଗବତମରେ ତୁଳନା କରିଛନ୍ତି ଯେ ଆମର ଏକ ଇସ୍ପାତ ଫ୍ରେମ୍ ଥିବା ହୃଦୟ ଅଟେ। କାରଣ ତୁମେ ପ୍ରଭୁଙ୍କ ନାମ ଜପ କଲେ କୃତ୍ରିମ ଭାବରେ କିଛି ଲୁହ ଆସିପାରେ, କେବଳ କିଛି ଭାବନା ପାଇଁ। କିନ୍ତୁ ଯଦି ତୁମର ହୃଦୟ ତରଳିଯାଏ, ସେହି ଲୁହ କିଛି ଗ୍ଲିସରିନ୍ ପ୍ରକାରର ଲୁହ ନୁହେଁ, ଏବଂ ସେହି ଲୁହ ଆମକୁ ଆନନ୍ଦ ଦିଏ, ତାହା ତୁମକୁ ନିର୍ଭୟ କରିଦିଏ। ସମସ୍ତେ କାନ୍ଦନ୍ତି, ଭୟଭୀତ ହେଲେ ଆମେ କାନ୍ଦୁ, ପଶୁମାନେ ଭୟଭୀତ ହେଲେ ମଧ୍ୟ କାନ୍ଦନ୍ତି, କିନ୍ତୁ ଏହା ଅସହାୟ ଅବସ୍ଥାରେ ଥିଲେ। କିନ୍ତୁ ଏଠାରେ ସମାନ ଅସହାୟ ଅବସ୍ଥାରେ ଆମେ କାନ୍ଦୁଛୁ, ହେ ପ୍ରଭୁ, ତୁମେ ମୋ ପାଇଁ ଅଛ। କୃଷ୍ଣ ତୁମକୁ ନିର୍ଭୟ କରିଥାଏ। ସେଠି ତୁମେ ଭୟରେ କାନ୍ଦୁଛ, ଏଠି ତୁମେ ପ୍ରେମ ପାଇଁ କାନ୍ଦୁଛ। ତେଣୁ ଦୁଇଟି ପରିସ୍ଥିତିରେ ଆମେ ଅସହାୟ ଅଠୁ। ପାର୍ଥକ୍ୟ କ'ଣ? ପାର୍ଥକ୍ୟ ହେଉଛି ଭକ୍ତ ଜାଣନ୍ତି ଯେ କୃଷ୍ଣ ମୋତେ ସବୁ ପରିସ୍ଥିତିରେ ସୁରକ୍ଷା ଦେବେ। ତେଣୁ ଏକାଦଶୀ ଉପବାସର ଅର୍ଥ କ'ଣ? ଏକାଦଶୀ ଉପବାସ ଭକ୍ତି ପାଇଁ ଉଦ୍ଦିଷ୍ଟ। ଏହି ଉପବାସ ଆମ ଗର୍ବ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ନୁହେଁ। ତେଣୁ ଆଜି ଆମେ ଏକାଦଶୀ ବିଷୟରେ ବୁଝିଲୁ କିପରି ଏହା ଭକ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏକାଦଶୀ ଉପରେ ଶ୍ରୀଲ ପ୍ରଭୁପାଦଙ୍କ ଅନେକ ନିର୍ଦ୍ଦେଶ ଅଛି। ଏକାଦଶୀରେ ହରେ କୃଷ୍ଣ ମହାମନ୍ତ୍ର ଜପ କଲେ ଶରୀର ସ୍ତରରେ କ'ଣ ହୁଏ? ତୁମ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ। ଆୟୁର୍ବେଦ ଅନୁଯାୟୀ ଉପବାସ କଲେ ତୁମ ପ୍ରତିରକ୍ଷା ପ୍ରଣାଳୀ, ତୁମର ହଜମ ପ୍ରକ୍ରିୟା ସବୁକିଛି ସଫା ହୋଇଯାଏ। କାରଣ ଏହା ଆମ ଶରୀର ଏକ ଯନ୍ତ୍ର ପରି। ଏହା ଏକ ଯନ୍ତ୍ର ରୂଢ଼ାନି ମାୟା, ଏହା ଏକ ଯନ୍ତ୍ର। ଏପରିକି ତୁମର ସ୍କୁଟର କିମ୍ବା କାରକୁ ସର୍ଭିସିଂ ଦରକାର। ତେଣୁ ଏକାଦଶୀ ତୁମ ଶରୀରର ସର୍ଭିସିଂ କରିବା।
प्रतिदिन तुमे खाउछ। एकादशी एक मासरे मात्र 2 दिन, गोटे मासरे 2 एकादशी आसे एवं प्राय 15 दिन थरे तुमे खाद्य खाइले तुम हजम प्रक्रिया शक्तिशाली हो जाए एवं शरीर पुनर्जीवित हुए। तेणु एकादशी तुम शरीर पाई बहुत भल, जहा आयुर्वेद रे परामर्श दिया जाइछि। शरीर शक्तिशाली हुए। एकादशी आम मन पाई उद्दिष्ट। आम शरीर चाहूथिबा जेकोसी जिनिस को ना कहिबा पाई आमर मन दृढ़ हुए। साधारणतः शरीर अनेक जिनिस चाहे जे मते खाद्य दियो, किंतु जेतेबेले मन कहे तुरंत खाद्य दियो, सही समय रे आम शरीर दौड़िबा आरंभ करे। मो शरीर पचारिबो मु ए आइसक्रीम खाइबाकू चाहे, मु एहा चाहे, मु सेया चाहे। प्रत्येक थर एहा घटे। किंतु एकादशी रे आमको तालीम मिले ना, आज एकादशी मु तुमको देबी नाही। तेणु आमे मन को तालीम दे परिबा। एकादशी आम शरीर को तालीम दिए। यह आम शरीर एवं मन को साहाय्य करुछि। आम मन को ना कहिबारे साहाय्य करुछि। तेणु आम शरीर एवं इंद्रिय गुड़िकर दाबी को ना 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 कही तुमे दिने वस्तु संतुष्टता को ना कहिब, जहा भक्ति करने को मना करे। तेणु एकादशी आम मन को प्रशिक्षण देबारे साहाय्य करे किपरि वस्तु संतुष्टता को ना कहिबे। रूप गोस्वामी कहिछंती, आनुकूलेनस्य संकल्प। भक्ति सेवा पई जहा अनुकूल अटे ताहाकू स्वीकार कर। तेणु जदि यह अनुकूल अटे, जदि तुमे किछि शारीरिक असुविधा अनुभव करुछ, जेपरि तुमको जड़े भल क्रीड़ाविद हेबाकू इच्छा, से माने परामर्श दियंती तुमे कौनसी अजथा जिनिस खाओ नाही किंबा मैदा डालडा परी जिनिसरू प्रस्तुत खाद्य खाओ नाही। भल खाद्य ग्रहण करने से परामर्श दियंती। जड़े क्रीड़ाविद को द्रुत गति रे दौड़िबा पई ताकू किछि नियम अनुसरण करबाकू हेबो। आमे समस्ते प्रभुंक वैकुंठंक निकट को द्रुत गति रे दौड़िबाकू चाहूछु। तेणु आमको किछि नियम अनुसरण करबाकू पड़िबो। तेणु उच्च अनुशासन एवं उच्च लक्ष्य पई भक्ति हेउछि आत्म संयम करिबा। यह सेपरि नुहे जेपरि सेमाने रास्तारे सोईथांती एवं आमे भाबु ठंडा पानी स्नान करिबा एवं रास्तारे सोईबा सही दारिद्र्य को आध्यात्मिकता कुहा जाए। आध्यात्मिकता निश्चित भाव में निज शरीर और मन उपर प्रतिबंधक लगेबा एवं यह आमर शर्तमूलक प्राण को शुद्ध करने उचित। आमर मिथ्या अहंकार अछि। तेणु आमको से आध्यात्मिकतार स्तर को आसवाक पड़िबो, नचेत यह केवल शर्तमूलक अवस्था रहिबो एवं अग्रगति करने असंभव अटे। एकादशी पर चातुर्मासी आसे, जहाँ आमे पुणी केबे आलोचना करिबा। कौनसी उपवास आध्यात्मिक प्रगति पाई सुपारिश करा जाए। एकादशी रे कौन खाई परिबा, केउ पनिपरिबा ग्रहण करिबा उचित नुहे। शिल प्रभुपाद एहाकू अति सरल कर दैछंती। पारंपरिक भाव में जेपरी दक्षिण भारत को गले, जदिओ आमे कहूचु आमे शस्य नेउ नाहु, से माने चाउल सामग्री नहीं थांती। कारण साधारणतः दक्षिण भारतीय माने एकादशी समय रे भात खांती। से माने कहंती तुमे गहम सुजी रावा नहीं पारिबो, तुमे सुजी उपमा खाई पारिबो किंबा नियमित खाद्य बदल रे से माने किछि इडली डोसा तैयारी करी खांती। तेणु पारंपरिक भाव में आमे एकादशी को भलसे अनुसरण करूनाहु। उत्तर भारतर केतेक स्थान रे कारण से माने गहम खांती, से माने उपवास पाई भात खाई भाबंती जे एहा उपवास अटे। उत्तर भारतर अनेक स्थान रे विशेषतः गुजरात, राजस्थान एपरिकी महाराष्ट्र रे से माने एकादशी को कठोर भाव में पालन करती। से माने किछि मंजी व्यवहार करती एवं बेले बेले एक विवाद देखा दी थाए, जेपरी लोक मोरिया कुट्टू आटा खांती। तेणु बेले बेले आलोचना हुए जे यह शस्य अटे, बिहन ना मांडिया अटे। तेणु एही भली द्वंद्व देखा जाए। पनीपरिबारे मध्य किछि लोक कहंती तुमे भेंडी खाई परिबो, किछि लोक कहंती ना ना तुमे गाजर खाइबा उचित नुहे, तुमे बीटरूट खाओनी।
एहीपरि अनुसंधान कले तुमे केबे भी एकादशी करिपारिब नाही। तेणु आमर एक सरल नीति अछि, तुमे चाउल गहम परि जिनिस खाइबा उचित नुहे एवं डाली जेकोसी डाली मूंग डाल टूर डाल चाउल गहम मांडिया ठारू दूरे रुह। तेणु डाली ठारू दूरे रुह एवं तापरे आउ कौन अच्छी बीन्स खाओ नाही। तेणु एगुड़िक साधारण जिनिस जहाको आमे गौड़िया वैष्णव भाव में खाई न थाओ। जदिओ प्रत्येक आश्रम से माने तुमको एक नूतन नियम देबे, किंतु आम पाई आमर आचार्य शील प्रभुपाद आमको कहिसंती जे तुमे डाली शस्य नियो नाही। आमे बीन्स मध्य ग्रहण करूनाहु। तेणु आमे अन्य जेकोसी पनिपरिबा किंबा जेकोसी फल नहीं थाओ। जेतेबेले श्रील प्रभुपाद पाश्चात्य देशरे थिले, भक्त माने तांकु सुखिला कदली पठाउथिले, जहाकू से माने चिप्स भावरे किंबा हालुआ भावरे तैयारी करि पारंती। सेथिरु पूरी प्रस्तुत होई परिबो, जहाकू तुमे अन्य पनिपरिबा सह खाई परिबो। घरे अट्टा तैयारी करिबा अति सहज। भक्तंकु पचारिले से कहि परिबे, तुमे केवल प्रसाद खाई संतुष्ट होई परिबो। तेणु एकादशी अनुसरण करिबार एहा एक सहज उपाय एवं एकादशी समय तुमको गोटे जिनिस मने रखिबा उचित। गोटे हेउची जप एवं गोटे हेउची खाद्य, आउ गोटे हेउची कृष्णଙ୍କ विषय जानिबाकू तुमे आग्रह वृद्धि करिबा उचित। आमे कदापि उपवास विषय चिंता करिबा उचित नुहे। केवल उपवास सचेतन हेले ठीक नुहे। एकादशी केवल उपवास पाई नुहे, बरम कृष्ण को स्मरण करिबा पाई उद्दिष्ट। तुमे सकाळु राति पर्यंत उपवास करूछ, आज मु पानी नेउ नाही, आज मु पानी नेउ नाही। तेणु तुमे पानी उपरे अधिक ध्यान देउछ। आज मु एही प्रसाद ग्रहण करू नाही, तुमे केवल सेही प्रसाद उपरे ध्यान देउछ। तेणु भल हब तुमे अल्प महाप्रसाद फल रंधा खाद्य नियो एवं कृष्ण का नाम जप कर। तेणु कृष्ण को स्मरण करने अधिक गुरुत्वपूर्ण अटे। अनेक केस स्टडीज अच्छी एवं मठरे अल्प किछि स्वेच्छासेवी अछंती, से माने विश्राम करती एवं से समय आचार्य माने कहूतिले तुमे काहेकि विश्राम नेउछ। जेपरि आम आचार्य गुरु भक्ति सिद्धांत सरस्वती महाराज से निज भक्त माननकु सेवा करने को उत्साहित करुथुले, तुमे खाद्य ग्रहण करी सेवा को जाओ, कारण एकादशी विश्राम नेबा पाई नुहे। तेणु कौनसी व्रत करने विषय रे आमर धारणा थाए कौनसी प्रकार मु उपवास करे एवं तापरे मु सोईबी किंबा राति मु उजागर रहिबी एवं अधिक धार्मिक कार्यकलाप प्राप्त करिबी। तेणु भक्ति गुरुत्वपूर्ण अटे। उपवास द्वितीय रे आसे। किछि लोक पचारती एकादशी दिन मु दाढ़ी काटिबी नाही किंबा मुंडरे तेल लगेबी नाही। एही सबु नियम अछि, किंतु अधिक गुरुत्वपूर्ण हेउछि कृष्ण को स्मरण करिबा। एकादशी रे प्रथम गुरुत्व कथा हेउछि उपवास न करिबा। सेथिपाई अल्प महाप्रसाद फल ग्रहण करी हरे कृष्ण जप कर। तुमे सेही दिन कृष्ण कार्यकलाप व्यतीत अन्य कौनसी कार्यकलाप रख नाही। ऑफिस थिले जाई फेरी आस, बंद कर नाही। स्कूल थिले जाई फेरी आस, किछि प्रसाद नियो किंबा ऑफिस काम समाप्त करी फेरी आस। तुम कर्तव्य करिबा पई कौनसी प्रतिबंधक नाही, किंतु समय थिले दयाकरी हरे कृष्ण जप कर। एकादशी उपवास करुथुबा अनेक भक्त जानती नाही सेमाने काहेकि उपवास करुछंती। दयाकरी एकादशी को सरल भाव में अनुसरण कर, विष्णु को प्रसन्न करने एवं तुमे खुशी हेब। हरे कृष्ण।